ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯିଏ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ୍ୟ ସେ ହେବ। ପୁଣି ସେ ଯାହା କରେ ତାହା ସଫଳ ହେବ। ପ୍ରଭୁଙ୍କର ପବିତ୍ର ମହାନାମକୁ ଧନ୍ୟବାଦ ଦିଏ। ପ୍ରଭୁ ଅନୁଗ୍ରହ କରି ଆଜିର ଏହି ବିଶେଷ ଉପାସନାର ଦିନରେ ଆମେ ସମସ୍ତଙ୍କୁ ତାଙ୍କ ନିକଟବର୍ତ୍ତୀ ହେବା ପାଇଁ ଦେଲେ। ତେଣୁ ଆଜିର ଏହି ପବିତ୍ର ଉପାସନା ମଧ୍ୟକୁ ମଣ୍ଡଳୀର ସମସ୍ତଙ୍କୁ ସ୍ୱାଗତ ଜଣାଇ ଖ୍ରୀଷ୍ଟ ପ୍ରେମର ନମସ୍କାର ଜଣାଏ। ସମସ୍ତେ ପ୍ରଭୁଙ୍କ ଗୌରବ ପାଇଁ କହିବା ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆସନ୍ତୁ ଆମେ ସମସ୍ତେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା, ପ୍ରାର୍ଥନା କରିବା। ପ୍ରେମିକ ପ୍ରଭୁ ସ୍ୱର୍ଗସ୍ଥ ପିତା ସଦାପ୍ରଭୁ ପରମେଶ୍ୱର, ଆମେ ତୁମରି ପବିତ୍ର ମହାନାମକୁ ଧନ୍ୟବାଦ କରୁଅଛୁ, ଗୌରବ କରୁଅଛୁ। ପ୍ରଭୁ ତୁମେ ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ତୁମେ ମହାନ ପରମେଶ୍ୱର, ସର୍ବଦା ଜଗତର ସମସ୍ତଙ୍କ ପ୍ରତି ଅତି ମନୋଯୋଗୀ ପରମେଶ୍ୱର। ଆମେ ସମସ୍ତଙ୍କର ଚିନ୍ତା, ଆମମାନଙ୍କର ସମସ୍ତଙ୍କର ଭାବନା, ଆମମାନଙ୍କର ସମସ୍ତଙ୍କର ଯୋଜନାରେ ତୁମରି କୃପା ଦୃଷ୍ଟି ରଖି ଆମମାନଙ୍କୁ ପ୍ରତିଦିନ ସୁନ୍ଦର ଭାବରେ କଢ଼େଇ ନେଉଥିବା ପ୍ରଭୁ, ଆମେ ତୁମରି ଧନ୍ୟବାଦ କରୁଅଛୁ। ପ୍ରଭୁ ତୁମରି ଗୌରବ କରୁଅଛୁ। ଏହିପରି ଏକ ସୁନ୍ଦର ଦିନ ପ୍ରଭୁ ଆମମାନଙ୍କ ନିମନ୍ତେ ପ୍ରଭୁ ତୁମେ ମନୋନୀତ କରି ତୁମରି ପବିତ୍ର ପ୍ରାଙ୍ଗଣ ମଧ୍ୟରେ ଆମେ ସମସ୍ତଙ୍କୁ ଏକତ୍ରିତ ହୋଇ ବିଶ୍ୱାସର ସହିତ ପ୍ରଭୁ ତୁମ ଆଡ଼କୁ ଚାହିଁବାକୁ ଦେଇଥିବାରୁ ପ୍ରଭୁ ଆମେ ତୁମକୁ ଧନ୍ୟବାଦ କରୁଅଛୁ। ଜଗତର ସବୁ ସ୍ଥାନ ଠାରୁ, ଜଗତର ସବୁ ବିଷୟ ଠାରୁ ଯେତେବେଳେ ଆମେ ତୁମରି ପବିତ୍ର ସାନ୍ନିଧ୍ୟ ମଧ୍ୟକୁ ଆସୁ, ମନ ମଧ୍ୟରେ ଏକ ଭିନ୍ନତାର ଆମେ ଆନନ୍ଦ ଉପଲବ୍ଧି କରିଥାଉ। ପ୍ରଭୁ ଧନ୍ୟବାଦ କରୁଅଛୁ। ଏହିପରି ଏକ ବିଶେଷ ଉପାସନା ମଧ୍ୟରେ ଆମେ ସମସ୍ତେ ଯୋଗ ଦେଇ ପ୍ରଭୁ ଆମେ ତୁମ ନାମର ଗୁଣାନବାଦ କରୁଅଛୁ। ପ୍ରଭୁ ତୁମ ନାମର ପ୍ରଶଂସା କରୁଅଛୁ। ଆଜିର ଉପାସନାରେ ପ୍ରଭୁ ତୁମେ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ହୁଅ। ତୁମରି ପବିତ୍ର ଉପସ୍ଥିତି ଆମେ ପ୍ରତ୍ୟେକଙ୍କୁ ଦିଅ। ପ୍ରଭୁ ଆଜି ଯେତେ ସମସ୍ତେ ଏହି ସ୍ଥାନରେ ଯୋଗ ଦେଇଛୁ, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ନାମ ଧରି ଆଶୀର୍ବାଦ କର। ପ୍ରଭୁ ମଣ୍ଡଳୀର ପ୍ରତି ପରିବାର ଯେଉଁ ଆଶା, ଆକାଂକ୍ଷା, ଭରସା, ବିଶ୍ୱାସ ରଖି ପ୍ରଭୁ ତୁମ ନିକଟକୁ ଦୌଡ଼ି ଆସିଛନ୍ତି, ପ୍ରଭୁ ପ୍ରତ୍ୟେକଙ୍କୁ ବହୁଳ ରୂପେ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ମନୋବାଞ୍ଛା ପୂର୍ଣ୍ଣ ହେଉ। ପ୍ରତ୍ୟେକଙ୍କ ଜୀବନରେ ଶାନ୍ତି ପ୍ରାପ୍ତ ହୁଅନ୍ତୁ। ପ୍ରତ୍ୟେକଙ୍କ ଜୀବନରେ ପ୍ରଭୁ ତୁମରି ସେ ଆଶୀର୍ବାଦକୁ ଅନୁଭବ କରୁ କରୁ ଏହିପରି ଦିନମାନଙ୍କରେ ଆହୁରି ବିଶ୍ୱାସରେ ଚାଲିବା ପାଇଁ ପ୍ରତ୍ୟେକଙ୍କୁ ସାହାଯ୍ୟ କର। ପ୍ରଭୁ ଯେଉଁ ପରିବାରମାନଙ୍କରେ କୌଣସି ପ୍ରକାର ଯଦି ଅସୁସ୍ଥତାର କିମ୍ବା କୌଣସି ପ୍ରକାର କଷ୍ଟକର ବିଷୟ ରହିଛି, ଯେଉଁ ପରିବାରମାନଙ୍କରେ କୌଣସି ପ୍ରକାର ଅଶାନ୍ତିର ବାତାବରଣ ରହିଛି, କୌଣସି ପରିବାରମାନଙ୍କରେ ଯଦି ଅଭାବ ଅନାଟନ ରହିଛି, ସେ ସବୁ ମଧ୍ୟ ପ୍ରଭୁ ଯୀଶୁ ତୁମରି ପାଦ ତଳେ ରଖୁଛୁ। ପ୍ରଭୁ ତୁମରି କୃପା ଦୃଷ୍ଟି ପ୍ରତ୍ୟେକଙ୍କ ପ୍ରତି ବର୍ତ୍ତାଅ। ଯେପରି ତୁମଠାରେ ଶାନ୍ତି, ସୁରକ୍ଷା ଏବଂ ସମସ୍ତ ବିଷୟରେ ତୁମରି ମଙ୍ଗଳ ଆଶୀର୍ବାଦ ପ୍ରାପ୍ତ ହେଉ ହେଉ ପ୍ରଭୁ ମଣ୍ଡଳୀ ତୁମରି ପ୍ରଶଂସାର କାରଣ ହେବା ପାଇଁ ପ୍ରଭୁ ପ୍ରତ୍ୟେକଙ୍କୁ ତୁମେ ସାହାଯ୍ୟ କର। ପ୍ରଭୁ ତୁମେ ଦୟା କର। ପ୍ରଭୁ ଏତେବେଳେ ବିଶେଷ କରି ପ୍ରାର୍ଥନା କରୁଅଛୁ, ଆଜିର ଉପାସନାରେ ପ୍ରଭୁ ଆମେ ଯେତେ ସମସ୍ତେ ତୁମରି ନିକଟବର୍ତ୍ତୀ ହୋଇଅଛୁ, ପ୍ରଭୁ ନିଜ ନିଜକୁ ନମ୍ର କରି ତୁମ ନିକଟରେ ପ୍ରାର୍ଥନା କରୁଅଛୁ। ପ୍ରଭୁ ଆମେ ନିତାନ୍ତ ଅଯୋଗ୍ୟ, ଦୁର୍ବଳ, ଆମଠାରେ କୌଣସି ପ୍ରକାର ଉତ୍ତମତା କି ଧାର୍ମିକତା କି ଯୋଗ୍ୟତା କିଛି ନାହିଁ। ପ୍ରଭୁ ଆମେ ଅତି ଦୁର୍ବଳ ଥିବା ସମୟରେ ପ୍ରଭୁ ତୁମେ ଦୁର୍ବଳମାନଙ୍କର ବଳ ପ୍ରଦାନକାରୀ ପ୍ରଭୁ ଯେ ତୁମେ ପ୍ରଭୁ ଏହିପରି ସୁନ୍ଦର ସୁଯୋଗ ଦେଇ ଆମମାନଙ୍କୁ ପ୍ରଭୁ ତୁମ ନିକଟବର୍ତ୍ତୀ ହେବା ପାଇଁ ଦେଇଅଛ। ଆମେ ପ୍ରାର୍ଥନା କରୁଅଛୁ ପ୍ରଭୁ ଆଜିର ଉପାସନାରେ ତୁମେ ଆମମାନଙ୍କର ସହବର୍ତ୍ତୀ ହୁଅ। ଯେତେ ସମୟ ବସିବ ପବିତ୍ର ଆତ୍ମା ପରମେଶ୍ୱର ଆମେ ପ୍ରତ୍ୟେକଙ୍କୁ ଗାଇଡ଼ କର। ଆମେ ସମସ୍ତଙ୍କୁ ପ୍ରଭୁ ତୁମେ ବ୍ୟବହାର କର। ତୁମରି ଗୌରବ ଉଦ୍ଦେଶ୍ୟରେ ଆମେ ବ୍ୟବହୃତ ହେଉ ହେଉ ପ୍ରଭୁ ଆମେ ତୁମରି ନିମନ୍ତେ ଆମେ ବଞ୍ଚିବା। ଆମେ ପ୍ରତ୍ୟେକଙ୍କୁ ସାହାଯ୍ୟ କର। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭୁ ତୁମେ ଆମମାନଙ୍କର ସହବର୍ତ୍ତୀ ହୁଅ। ମହିମା, ପ୍ରଶଂସା, ଗୌରବ କର୍ତ୍ତା ଆପଣ ଯୁଗେ ଯୁଗେ ତୁମରି ହେଉ। ଯୀଶୁଙ୍କ ପ୍ରିୟ ନାମରେ କ୍ଷୁଦ୍ର ପ୍ରାର୍ଥନା ମାଗୁଅଛୁ, ଆମେନ୍। ହାଲେଲୁୟା, ହାଲେଲୁୟା। ଆସନ୍ତୁ ଏହି ସମୟରେ ଆମେ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଗୋଟେ ଗୀତ ଆମେ ବୋଲିବା। ସିଓନ ଉପାସନା ଗୀତ ବହି ତାର 9 ପୃଷ୍ଠାର 23 ନମ୍ବର ଗୀତ। ବ୍ୟସ୍ତ କିମ୍ପା ମନ ଧର ପ୍ରଭୁ ଚରଣେ ଶରଣ। ସମସ୍ତେ ଆମେ ଠିଆ ହେଇଯିବା ଏବଂ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଏହି ଗୀତ ଆମେ ବୋଲିବା। ସିଓନ ଉପାସନା ଗୀତ ବହି 9 ପୃଷ୍ଠାର 23 ନମ୍ବର ଗୀତ।
ବ୍ୟସ୍ତ କିମ୍ପା ମନ ଧର ପ୍ରଭୁ ଚରଣେ ଶରଣ ବ୍ୟସ୍ତ କିମ୍ପା ମନ ମନରେ ବିବେଚି ଦେଖ ସେ ତୋର ପ୍ରତିପାଳକ ଅଭାବ ନହିବ କେବେ ତାଙ୍କ ଅନୁଗ୍ରହ ଦାନ ବ୍ୟସ୍ତ କିମ୍ପା ମନ ସେ କୋମଳ ତୃଣ ସ୍ଥାନେ କରନ୍ତି ତୋରେ ଶୟନ ସ୍ଥିର ଜଳ ନିକଟରେ କରନ୍ତି ତୋତେ ପାଳନ ବ୍ୟସ୍ତ କିମ୍ପା ମନ ମୃତ୍ୟୁ ଛାୟାର ପଦାରେ ତୋହର ଭ୍ରମଣ ହେଲେ କୌଣସି ଆପଦେ ମନେ ନହି ବহে ଶଙ୍କା ଜନ୍ମ ବ୍ୟସ୍ତ କିମ୍ପା ମନ କାରଣ ସେ ମିତ୍ର ତୋର ଅଟନ୍ତି ଢାଲ ଆବର ଦିଅନ୍ତି ସ୍ୱାନ୍ତନା ତୋତେ ତାଙ୍କର ବାଡ଼ି ପାଞ୍ଚଣ ବ୍ୟସ୍ତ କିମ୍ପା ମନ ଏକତା ନିଶ୍ଚୟ ଅଟଳ ଜୀବନ ଯାଏ ମୋହର ଅନୁଗ୍ରହ ମଙ୍ଗଳମ ଅଛେ କରିବ ଗମନ ବ୍ୟସ୍ତ କିମ୍ପା ମନ ଧର ପ୍ରଭୁ ଚରଣେ ଶରଣ ବ୍ୟସ୍ତ କିମ୍ପା ମନ। ଆମେ ସମସ୍ତେ ଠିଆ ହେଇଥିବା ସମୟରେ ଗୀତ ସଂହିତାରୁ ଆମେ ଉତ୍ତର ପ୍ରତ୍ୟୁତ୍ତର କରି ପାଠ କରିବା। ଗୀତ ସଂହିତା 103 ଗୀତ ପ୍ରଥମ ପଦରୁ ଆମେ 12 ପଦ ପର୍ଯ୍ୟନ୍ତ ପଢ଼ିବା। 103 ଗୀତ ପ୍ରଥମ ପଦ ଠାରୁ 12 ପଦ ପର୍ଯ୍ୟନ୍ତ ମୁଁ ପ୍ରଥମ ପଦ ପଢ଼ିବି, ମଣ୍ଡଳୀ ସମସ୍ତେ ମିଶି ଦ୍ୱିତୀୟ ପଦ ପାଠ କରିବେ। ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର, ହେ ମୋହର ଅନ୍ତରସ୍ଥ ସମସ୍ତ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳ ଦାନ ସବୁ ଆସର ନାହିଁ। ସେ ତୁମ୍ଭର ଅଧର୍ମ ସବୁ କ୍ଷମା କରନ୍ତି, ସେ ତୁମ୍ଭର ରୋଗ ସବୁ ସୁସ୍ଥ କରନ୍ତି। ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି, ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମକୁ ଭୂଷିତ କରନ୍ତି। ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି, ତହୁଁ ଉତ୍କର୍ଷ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯୌବନ ହୁଏ। ସଦାପ୍ରଭୁ ଧର୍ମକର୍ମ ସାଧନ କରନ୍ତି ଓ ଉପଗ୍ରସ୍ତ ସମସ୍ତଙ୍କ ପକ୍ଷରେ ସୁବିଚାର ନିଷ୍ପତ୍ତି କରନ୍ତି। ସେ ମଶାଙ୍କୁ ଆପଣା ପଥ ଓ ଇସ୍ରାଏଲ ସନ୍ତାନଗଣକୁ ଆପଣା କ୍ରିୟା ସବୁ ଜଣାଇଲେ। ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ। ସେ ନିରନ୍ତର ଧମକାଇବେ ନାହିଁ, କିମ୍ବା ସଦାକାଳ ଆପଣା କ୍ରୋଧ ରଖିବେ ନାହିଁ। ସେ ଆମମାନଙ୍କ ପାପ ପ୍ରମାଣେ ଆମମାନଙ୍କ ପ୍ରତି ବ୍ୟବହାର କରିନାହାନ୍ତି, କିମ୍ବା ଆମମାନଙ୍କର ଅଧର୍ମାନୁସାରେ ଆମମାନଙ୍କୁ ପ୍ରତିଫଳ ଦେଇନାହାନ୍ତି। କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ। ପୂର୍ବ ପଶ୍ଚିମ ଯେତେ ଦୂର, ସେ ଆମମାନଙ୍କଠାରୁ ଆମମାନଙ୍କର ଅପରାଧ କରିଅଛନ୍ତି। ଧନ୍ୟବାଦ। ସମସ୍ତେ ବସିଯିବା।
ଆସନ୍ତୁ ଆଜିର ଧ୍ୟାନ ନିମନ୍ତେ ଆମେ ପ୍ରଭୁଙ୍କ ବାକ୍ୟରୁ ପଢ଼ିବା। ରୋମିଓ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 5 ପର୍ବର 5 ପଦ। ରୋମିଓ 5 ପର୍ବ 5 ପଦ। ଆଉ ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କର ପ୍ରେମ ପରିବ୍ୟାପ୍ତ ହୋଇଅଛି। ପ୍ରଭୁ ଏହି ପଠିତ ବାକ୍ୟ ମଧ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଏହି ବାକ୍ୟର ମର୍ମ ବୁଝିବା ପାଇଁ ପବିତ୍ର ଆତ୍ମା ଆମେ ପ୍ରତ୍ୟେକଙ୍କୁ କଥା କୁହନ୍ତୁ। ଏହି ସମୟରେ ଆମେ ସମସ୍ତେ ପ୍ରଭୁଙ୍କ ଗୌରବ ପାଇଁ ଆଉ ଗୋଟେ ଗୀତ ବୋଲିବା। ସମସ୍ତେ ଜାଣିଥିବା ଗୀତ, ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ସମସ୍ତେ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଏହି ଗୀତ ଗାଉଥିବା ସମୟରେ ମଣ୍ଡଳୀର ନୈବେଦ୍ୟ ଉତ୍ସର୍ଗ କରାଯିବ। ମୁଁ ଅନୁରୋଧ କରିବି ଆମମାନଙ୍କର ଡିକନ୍ ସେ ଉପସ୍ଥିତ ଅଛନ୍ତି, ସେ ନୈବେଦ୍ୟ ସଂଗ୍ରହରେ ସାହାଯ୍ୟ କରିବେ। ଏହା ପରେ ପରେ ମଣ୍ଡଳୀର ସମ୍ପାଦକ ମହାଶୟ ସେ ସମ୍ମୁଖକୁ ଆସିବେ। ଆଜିର ଆଉ ବିଜ୍ଞାପନ ଜଣାଇବା ସହିତ ଆଜିର ଦାନ ପାଇଁ, ବାକ୍ୟ ପାଇଁ ଏବଂ ମଣ୍ଡଳୀ ପାଇଁ ପ୍ରାର୍ଥନା ଉତ୍ସର୍ଗ କରିବେ। 77 ପୃଷ୍ଠାର 242 ନମ୍ବର ଗୀତ। ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ପ୍ରୀତି ସମ୍ଭ୍ରମ ପୂଜା ନୈବେଦ, ପ୍ରୀତି ସମ୍ଭ୍ରମ ପୂଜା ନୈବେଦ। ପାଇବାକୁ ଯୋଗ୍ୟ ତୁମେ କେବଳ, ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ତୁମେ ଦୟାରେ ବିଶ୍ୱସ୍ତ, ତୁମ କରୁଣା ଅନନ୍ତ। ତୁମେ ପବିତ୍ର ଶାଶ୍ୱତ, ତୁମ ପ୍ରେମ ଯେ ମହତ। ଚିରଦୀପ୍ତିମାନ ଚିରମୟୀୟାନ, ଚିରଦୀପ୍ତିମାନ ଚିରମୟୀୟାନ। ଗେର ଆରାଧନା ଶତ ପ୍ରାଣର, ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ଆମ ଅତୀତ ଜୀବନରେ ତୁମେ କରିଛ ସାଧନ, କେତେ ମହତ ବିଷୟ ଆଜି କରୁଛୁ ସ୍ମରଣ। ସର୍ବଶକ୍ତିମାନ ଚିର ଦୟାବାନ, ସର୍ବଶକ୍ତିମାନ ଚିର ଦୟାବାନ। ଜୟ ଗାନ ହେଉ ତୁମ ନାମର, ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ପ୍ରୀତି ସମ୍ଭ୍ରମ ପୂଜା ନୈବେଦ, ପ୍ରୀତି ସମ୍ଭ୍ରମ ପୂଜା ନୈବେଦ। ପାଇବାକୁ ଯୋଗ୍ୟ ତୁମେ କେବଳ, ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର। ଧନ୍ୟବାଦ ପ୍ରଶଂସା ତୁମର, ବନ୍ଦନା ସ୍ତୁତି ତୁମର।
ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦେଉଅଛି। ଯେହେତୁ ପ୍ରଭୁ ଅନୁଗ୍ରହ କରି ଚଳିତ ମାସର ଦ୍ୱିତୀୟ ସପ୍ତାହରେ ଆମମାନଙ୍କୁ ଏ ସୁନ୍ଦର ଅବକାଶ ଦେଇଛନ୍ତି, ତେଣୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତେ କହିବା ହାଲେଲୁୟା। ଶବ୍ଦ ହେଉନି, ଏତେ ଲୋକ ଅଛୁ। ହାଲେଲୁୟା। ଦାସ ଦାସୀମାନଙ୍କ ପାଇଁ, ଯେଉଁମାନେ ଅସୁସ୍ଥରେ ଅଛନ୍ତି ସେମାନଙ୍କ ପାଇଁ ବିଶେଷ ପ୍ରାର୍ଥନା କରିବେ। ତା ସହିତ ସଂଗୃହୀତ ନୈବେଦ୍ୟ ନିମନ୍ତେ ମଧ୍ୟ ପ୍ରାର୍ଥନା କରିବେ। ଆମ ଗହଣରେ ଅଛନ୍ତି ରେଭରେଣ୍ଡ ଆଶିଷ ପରିଡ଼ା ଅଛନ୍ତି, ସେ ଆସିବେ ପ୍ରାର୍ଥନା କରିବେ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ଦଳେ ପ୍ରେମ ଯୀଶୁ ବାପା, ତୁମ ନାମକୁ ଧନ୍ୟବାଦ ଦେଉଛୁ। ଆଜିର ବିଜୟ ଦିନରେ ପ୍ରଭୁ ଅଳ୍ପ କେତେ ଜଣକୁ ତୁମେ ମନୋନୀତ କରିଛ ତୁମ ଉପାସନାକୁ ଆସିବା ପାଇଁ। ଆମେ ଧନ୍ୟବାଦ ଦେଉଛୁ ତୁମରି ପ୍ରେମ, ତୁମରି ଅନୁଗ୍ରହ, ତୁମରି ମଙ୍ଗଳଦାନ ପାଇଁ। ପ୍ରଭୁ ଆସନ୍ତା ଦିନ ଗୁଡ଼ିକ ପାଇଁ ଯେଉଁ ଯୋଜନା କରାଯାଇଛି ତାପରେ ତୁମରି ଆଶୀର୍ବାଦର ହାତ ରଖ ବୋଲି ପ୍ରାର୍ଥନା କରୁଛୁ। ଯଦିଓ ପ୍ରଭୁ ସଂଖ୍ୟାରେ ଅଳ୍ପ ଆସିଛୁ ପ୍ରଭୁ, ତଥାପି ପ୍ରାର୍ଥନା କରୁଛୁ ଆସନ୍ତା ଦିନମାନଙ୍କରେ ଯେମିତି ବହୁ ସଂଖ୍ୟାରେ ପ୍ରଭୁ ସେ ଦୁଃଖ ଭୋଗ ସପ୍ତାହରେ ତୁମରି ସେ କୃଷ୍ୟ ମୃତ୍ୟୁକୁ ଆମେ ସ୍ମରଣ କରିପାରୁ, ଆଉ ତୁମରି ପ୍ରଭୁ ସେଇ ପ୍ରାୟଶ୍ଚିତ ବଳିକୁ ନିଜ ଜୀବନରେ ଉତ୍ସର୍ଗ କରିପାରିବୁ। ସେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରୁଛୁ। ପ୍ରଭୁ ଏ ମଣ୍ଡଳୀର ଯେତେ ବିଶ୍ୱାସୀ ଭାଇ ଭଉଣୀମାନେ ଅଛନ୍ତି, ଯେଉଁମାନେ ଅସୁସ୍ଥ ପୀଡ଼ିତ, ବୃଦ୍ଧ ବୃଦ୍ଧା, ଆମେ ସମସ୍ତଙ୍କୁ ଏ ସମୟରେ ସ୍ମରଣ କରୁଛୁ। ପ୍ରଭୁ ତୁମେ ସେମାନଙ୍କର ଶଯ୍ୟା ପରିବର୍ତ୍ତନ କର, ସେମାନଙ୍କୁ ତୁମେ ସୁସ୍ଥ ସବଳତା ଦେଇ ଧରି ରଖ ବୋଲି ପ୍ରାର୍ଥନା କରୁଛୁ। ମଣ୍ଡଳୀର କର୍ମକର୍ତ୍ତାମାନଙ୍କୁ ରଖୁଛୁ, ଯେଉଁ ଗୁରୁ ଦାୟିତ୍ୱ ଦେଇଛ ପ୍ରଭୁ, ତୁମେ ସେମାନଙ୍କୁ ପ୍ରଭୁ ତୁମରି ଜ୍ଞାନ ବୁଦ୍ଧି ଚାଳନା ଦେଇ ତୁମେ ଏ ମଣ୍ଡଳୀକୁ ସୁପରିଚାଳନା କରିବା ପାଇଁ ସାହାଯ୍ୟ କର। ଯେଉଁ ପାଳକ ମହାଶୟଙ୍କୁ ପ୍ରଭୁ ତୁମେ ବାଛିଛ, ଏ ମଣ୍ଡଳୀର ଦାୟିତ୍ୱ ଦେଇଛ ପ୍ରଭୁ, ତାଙ୍କୁ ମଧ୍ୟ ତୁମର କୃଷାଳ ଲୁଚେଇ ତାଙ୍କ ସେବା କାର୍ଯ୍ୟ ଦ୍ୱାରା ତାଙ୍କରି ମେଷମାନଙ୍କୁ ତୁମେ କଢ଼େଇ ନିଅ ବୋଲି ପ୍ରାର୍ଥନା କରୁଛୁ। ପ୍ରଭୁ ଆଜି ଯେଉଁ ଦାସଙ୍କୁ ତୁମେ ମନୋନୀତ କରିଛ ତୁମରି ବାକ୍ୟ ପରିବେଷଣ କରିବା ପାଇଁ, ତୁମେ ତାଙ୍କୁ ଲୁଚାଅ, ତାଙ୍କ ମୁଖ ଦେଇ ତୁମେ କଥା କୁହ। କେବଳ ଆମେ ଶୁଣିବୁ ତା ନୁହଁ, ମାତ୍ର ପ୍ରଭୁ ତୁମର ବାକ୍ୟର କର୍ମକାରୀ ହୋଇପାରିବୁ, ସେ ଆଶୀର୍ବାଦ କର। ପ୍ରଭୁ ତୁମେ ଯାହା ଦେଇଛ ଆମକୁ ତା ମଧ୍ୟରୁ ଅଳ୍ପ କିଛି ତୁମରି ସେବା କାର୍ଯ୍ୟ ପାଇଁ ଆଣିଛୁ ପ୍ରଭୁ, ସେ ଦାନକୁ ତୁମେ ଆଶୀର୍ବାଦ କର, ବହୁଗୁଣିତ କର। ଆ ଦ୍ୱାରା ପ୍ରଭୁ ମଣ୍ଡଳୀର ଅନେକ କାର୍ଯ୍ୟ ଯେମିତି ସମ୍ପାଦନ ହେବ, ସେ ଆଶୀର୍ବାଦ କର। ଆଉ ଥରେ ପ୍ରଭୁ ଏହି ମଣ୍ଡଳୀକୁ ତୁମରି ହାତରେ ରଖୁଛୁ। ମଣ୍ଡଳୀର ପିଲାମାନଙ୍କୁ, ଯୁବା ଯୁବତୀମାନଙ୍କୁ, ପରିବାର ଗୁଡ଼ିକୁ ରଖୁଛୁ ପ୍ରଭୁ। ଏହି ପରିବାର ଗୁଡ଼ିକ ମଧ୍ୟରୁ ଯେମିତି ଗୋଟିଏ ଆତ୍ମା ହଜିଯିବନି ପ୍ରଭୁ, ପ୍ରତ୍ୟେକ ରକ୍ତର ବେଡ଼ା ଦେଇ ମୁଦ୍ରାଙ୍କିତ କର। ତୁମେ ଯେ ଆସୁଛ ବିଚାର କରିବା ପାଇଁ, ପ୍ରତ୍ୟେକ ନିଜ ଦିନର ଗଣନା କରି ସଚେତନ ରହିବା ପାଇଁ ସାହାଯ୍ୟ କର। ଆଜିର ଏହି ବିଜୟ ଦିନରେ ପ୍ରଭୁ ଆମେ ନିଜ ନିଜକୁ ତୁମରି ହାତରେ ସମର୍ପଣ କରି ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ହାଲେଲୁୟା, ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନାମର ଧନ୍ୟବାଦ ହେଉ। ପ୍ରଭୁଙ୍କର ଦାସ ଆମମାନଙ୍କ ପାଇଁ ନିଶ୍ଚିତ ସେ ଅଳ୍ପ ସମୟ ହେଲେ ମଧ୍ୟ ଆଜିର ଉପାସନାରେ ସେ ଯୋଗ ଦେଲେ। ଆମ ମଣ୍ଡଳୀ ପାଇଁ, ଆମେ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ନିଶ୍ଚିତ ଆମେ ଆଶୀର୍ବାଦ ପ୍ରାପ୍ତ। ଏହି ସମୟରେ ଆମେ ବିଶେଷ ବାକ୍ୟ ମଧ୍ୟକୁ ଯିବା। ଆଜିର ବାକ୍ୟ ନିମନ୍ତେ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ଦାସ ସୌମେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିବାରୁ ତାଙ୍କ ନିକଟରେ ମୋ ତରଫରୁ ଏବଂ ମଣ୍ଡଳୀ ତରଫରୁ କୃତଜ୍ଞତା ଏବଂ ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ପ୍ରଭୁଙ୍କର ଦାସ ଏ ମଣ୍ଡଳୀ ପାଇଁ କିଛି ନୂଆ ନୁହେଁ, ଏହା ପୂର୍ବରୁ ଆହୁରି ଅନେକ ଥର ଆସି ଆମମାନଙ୍କୁ ବାକ୍ୟ ଦ୍ୱାରା ଉତ୍ସାହିତ କରିଛନ୍ତି। ଆଜି ମଧ୍ୟ ସେ ଉପସ୍ଥିତ ଥିବାରୁ ନିଶ୍ଚିତ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ। ଏହି ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରଭୁଙ୍କର ଦାସଙ୍କୁ ମୁଁ ଆହ୍ୱାନ କରେ, ସେ ଆସିବେ ଏବଂ ଆଜିର ମନୋନୀତ ଚିନ୍ତା ମଣ୍ଡଳୀ ସମ୍ମୁଖରେ ପ୍ରକାଶ କରିବେ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦେଉଛି। ପ୍ରଭୁ ମୋତେ ସୁଯୋଗ ଦେଇଛନ୍ତି ମାତୃମଣ୍ଡଳୀ ଆନୁକୂଲ୍ୟରେ ଆପଣମାନଙ୍କ ଗହଣରେ ତାଙ୍କ ପବିତ୍ର ବାକ୍ୟର କିଛି ଅଂଶ ହେବା ପାଇଁ। ଆଉ ମୋତେ
ଏ ସମସ୍ତ କାର୍ଯ୍ୟରେ ପାଳକ ବାବୁ ସାହାଯ୍ୟ କରୁଛନ୍ତି ଲିଡ଼ିଂ, ସେଥିପାଇଁ ଧନ୍ୟବାଦ ଦେଉଛି। ମାନଙ୍କ ଗହଣରେ ସବୁ ପରିଚିତ ବ୍ୟକ୍ତିମାନେ ଅଛନ୍ତି, ପାଳକ, ପ୍ରଚାରକ, ପାଳିକା, ପ୍ରାର୍ଥନା ଯୋଦ୍ଧା ସମସ୍ତେ ଅଛନ୍ତି। ସେମାନଙ୍କ ଆଗରେ ମୁଁ କ'ଣ କହିବି, କିଛି ନୂଆ ନାହିଁ କହିବା ପାଇଁ। ବୟସ ବି ଯଥେଷ୍ଟ ଅଧିକ, ଆଧ୍ୟାତ୍ମିକ ଜ୍ଞାନରେ ପରିପୂର୍ଣ୍ଣ ପାଷ୍ଟରମାନେ ବି ଅଛନ୍ତି। ତଥାପି ଯାହା ପ୍ରଭୁ ବାପା ଶିଖେଇଛନ୍ତି ତାକୁ ଟିକେ ଆଲୋଚନା କରିବା। ମୁଁ ଚାହୁଁଛି ଫେରିଯିବାକୁ, ଯେଉଁ ଶାସ୍ତ୍ରାଂଶ ପଢ଼ାଯାଇଥିଲା ସେଇ ଜାଗାକୁ। କହିବେ କି କ'ଣଟା ପଢ଼ାଯାଇଥିଲା? ହଁ, ରୋମୀ 5:5 ଆଉ ଥରେ ପଢ଼ିଦେବା। ଆଉ ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହେଉଅଛି। ବୋଧେ ପ୍ରାର୍ଥନା କରିବି। ପ୍ରଭୁପା, ଏ ବାକ୍ୟ ତୁମର ପ୍ରଭୁ, ତୁମେ ତ ନିଜେ ବାକ୍ୟ। ଏ ବାକ୍ୟକୁ ତୁମେ ଭାଙ୍ଗ, ଆମ ସମସ୍ତଙ୍କ ମଧ୍ୟରେ ପରିବେଷଣ କର ଏବଂ ପରିତୃପ୍ତ କର। ଏ ସ୍ଥାନକୁ ତୁମେ ପ୍ରଭୁ ମୁଦ୍ରାଙ୍କିତ କର। ହେ ପବିତ୍ର ଆତ୍ମା, ତୁମର ଉପସ୍ଥିତି ଦିଅ ପ୍ରଭୁ। ମୁଁ ମୂର୍ଖ ଅଯୋଗ୍ୟ ପାପୀ, ତୁମେ ମୋତେ କ୍ଷମା କର। ଏ ସମୟରେ ତୁମର ଚରଣରେ ନିଜକୁ ଅର୍ପଣ କରୁଛି ପ୍ରଭୁ। ମୋ ମୁଖର ବାକ୍ୟ, ଚିନ୍ତା, ଧ୍ୟାନ ପ୍ରଭୁ ତୁମ ନିକଟରେ ସୁଗ୍ରାହ୍ୟ ହେଉ। ତୁମ ଯାହା ଚାହୁଁଛ ତୁମେ ତାହା କୁହ। ମୁଁ ଏବଂ ଆମେ ସମସ୍ତେ ଯେମିତି ଶୁଣିବା ଉପକୃତ ହେବା ସାହାଯ୍ୟ ଅନୁଗ୍ରହ କର। ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ଆଜିର ଶାସ୍ତ୍ରାଂଶର କେବଳ ଗୋଟିଏ ଅଂଶଟା ଆମେ ଆଲୋଚନା କରିବା। ପ୍ରଥମ ଅଂଶ 5:5, ଆଉ ଭରସା ଲଜ୍ଜା ଦିଆ ନାହିଁ। ଆଜିର ମୋର ଏଇଟା ହେଉଛି ଟପିକ୍। ଆଜିର ଦୁନିଆରେ କିଏ କାହା ଉପରେ ଭରସା କରିପାରୁଛି? ସ୍ୱାମୀ ସ୍ତ୍ରୀ ଉପରେ ଭରସା କରିପାରୁନି, ସ୍ତ୍ରୀ ସ୍ୱାମୀ ଉପରେ ଭରସା କରିପାରୁନି, ପିଲାମାନେ ବାପା ମା' ଉପରେ ଭରସା କରିପାରୁନାହାନ୍ତି, ବାପା ମା' ପିଲା ଉପରେ ଭରସା କରିପାରୁନି, ମା' ଝିଅ ଉପରେ ଭରସା କରିପାରୁନି, ବାପା ପୁଅ ଉପରେ ଭରସା କରିପାରୁନି, ଶାଶୁ ଶ୍ୱଶୁର ଉପରେ କରିପାରୁନି, ବା ବୋହୂ ଉପରେ କରିପାରୁନି, କେହି କାହାକୁ। ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ପିଲାମାନଙ୍କ ଉପରେ ଭରସା କରିପାରୁନାହାନ୍ତି, ବା ପିଲାମାନେ ବି ସେଇ ଶିକ୍ଷକମାନଙ୍କ ଉପରେ ବିଶ୍ୱାସ କରିପାରୁନାହାନ୍ତି ବା ଭରସା କରିପାରୁନି। ଏମିତିଆ ଗୋଟେ ପରିସ୍ଥିତି ଅବିକା ହେଇଛି। ଆମର କାହା ଉପରେ ଭରସା ପାଉନି। ମୁଁ କାହା ଉପରେ ଭରସା ପାଉନି, ମୁଁ କ'ଣ କରିବି? ପରିସ୍ଥିତିଟା ସେଇଭଳିଆ ହେଇଯାଇଛି। ଭରସାଟା ସୃଷ୍ଟି ହୁଏ ବିଶ୍ୱାସ ଦ୍ୱାରା, ଆଉ ସେମିତି ଭରସା ଯୋଗ୍ୟ ହେଲେ ଯାଇକି ଆମେ ଜଣଙ୍କ ଉପରେ ଭରସା କରିପାରିବା। ଯଦି ଭରସା ଆଉ ବିଶ୍ୱାସକୁ ଆମେ ଗ୍ରହଣ କରିବା, ଗୋଟେ କଏନ ଦୁଇ ପଟ ପରିଆ। ଭରସାଟା ଷ୍ଟାଣ୍ଡିଂ କରୁଛି ବିଶ୍ୱାସ ଉପରେ। ଯାହାର ଯେତେ ବିଶ୍ୱାସ ସେ ତାପରେ ସେତିକି ଭରସା କରିପାରିବ। ମୁଁ ଯେତେବେଳେ ଭରସାଟା ଦେଖୁଥିଲି, ଏଇଭଳିଆ ଗୋଟେ ଜିନିଷ ନ ଦେଖି ବିଶ୍ୱାସ କରିବାକୁ, ନ ଦେଖି ଜଣଙ୍କ ଉପରେ ସବୁପ୍ରକାର ଚିନ୍ତା ଭାବନାକୁ ଛାଡ଼ିଦେବା, ଏଇଟା ମୋ ମତରେ। ମୁଁ ବିଶ୍ୱାସ ଅଛି ବୋଲି ତା ଭରସାରେ ଛାଡ଼ିଦେଲି। ମୁଁ ସମ୍ପାଦକ ଉପରେ ବିଶ୍ୱାସ କରୁଛି ବୋଲି ମଣ୍ଡଳୀର ଦାୟିତ୍ୱ ତାଙ୍କ ଭରସାରେ ଛଡ଼ା ହେଇଛି। ବୁଝିପାରୁଛନ୍ତି? ବହୁତ ବଡ଼ ଜିନିଷଟା ଏଇଟା ହେଉଛି। କିନ୍ତୁ ଆଜିକା ଦୁନିଆରେ, ଆଜିକାର ଡେଟ୍ରେ ଗୋଟେ ଇନସିଡେଣ୍ଟ ହେଇଛି, ଆପଣମାନେ ଜାଣିଥିବେ। ଓଡ଼ିଶାରେ 9ମ ଶ୍ରେଣୀ ଝିଅ, ଆଜିକା ଡେଟ୍ କହୁନି, ଆପଣମାନେ ସବୁ ଜାଣିଥିବେ, ପଢ଼ୁଥିବେ। ଭରସା କାହା ଉପରେ କରିବ? କାଲିକାର ଘଟଣା, ଭୁବନେଶ୍ୱରରୁ 3ଟା ପିଲା ଗାୟବ ହେଇଗଲେ। ଭରସା କାହା ଉପରେ କରିବ? ମାସକ ତଳେ ଓଡ଼ିଶାର ପିଲା, ସେ ସିପ୍ରେ କାମ କରୁଥିଲା, କୁଆଡ଼େ ଗାୟବ ହେଇଗଲା। ଭରସା କାହା ଉପରେ କରିବ? ଅଭିଯାନ ପାଉନାହାନ୍ତି। ତା ମାମୁଁ ମା' ଯାଇ ଖୋଜିକି ଆସିଲେ, ସବୁ ପଚାରିକି ଆସିଲେ। ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଥ୍ରୁରେ ଗଲେ, ସେ ସିପ୍ ବାଲା ତାଙ୍କୁ କିଛି କହୁନି, କୁଆଡ଼େ ଗଲା କି କେଉଁ ଜାଗା ଦେଖାଉନାହାନ୍ତି। ଭରସା କାହା ଉପରେ କରିବ? ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଉପରେ କରିବ? ସିପ୍ରେ ଯେଉଁମାନେ ଯାଉଥିଲେ ତାଙ୍କ ଉପରେ କାମ କରୁ, ସେଠି କାମ କରୁଥିଲା, ସେମାନେ ବି କହିପାରୁନାହାନ୍ତି। ତେବେ ଭରସା କାହା ଉପରେ କରିବା? ଭରସାଟା କାହିଁକି ଏମିତିଆ, କାହିଁ ଜିନିଷଟା ପ୍ରଭୁ ଗୋଟେ କହିଲ, ଆଉ ଭରସାଟା ହେଇପାରୁନି। ଆଜି
କଟକରେ ବି ଅଧିକାଂଶ ସ୍ଥାନରେ ଦେଖନ୍ତୁ ବିବାହ ବିଚ୍ଛେଦ ଭରସା କାହା ଉପରେ କରିବ? ସ୍ୱାମୀ ସ୍ତ୍ରୀ ଉପରେ। କେଉଁ ଟୋକା ଉପରେ ଆମେ ଭାବିବା ବା କେଉଁ ପୁଅକୁ ଭରସା କରିବା ଯେ ଆମେ ଆମ ଝିଅକୁ ଦେବା? ସିଏ ଠିକ୍ ଥିବ ବୋଲି କ'ଣ ଗ୍ୟାରେଣ୍ଟି ଅଛି? ସେ ପୁଅ ବି ପଚାରିବ ମୋର କ'ଣ ଗ୍ୟାରେଣ୍ଟି ଅଛି ଯେ ମୁଁ ଯାହାକୁ ବାହାବି ସିଏ ସିଦ୍ଧ ସମ୍ପୂର୍ଣ୍ଣ ପବିତ୍ର ବୋଲି? ଚିନ୍ତାର ବିଷୟ। ଛୋଟ ଛୋଟ ବିଷୟ ଆଜି ଆମ ପରିସ୍ଥିତିକୁ ଜଟିଳ କରିଦେଇଛି। ଭରସା ପାଉନି, ଭରସା ପାଉନି। ତ ଭରସାଟା କେମିତି ଆସିବ? ପ୍ରଭୁ ଭରସା କ'ଣ? ପିଲାକୁ ବାପା ଛାଡ଼ିଦେବ, ତୁ ଯାଉଛି ଟ୍ୟୁସନ୍ ଯାଉଛି, ସେ କୁଆଡ଼େ ଗଲାଣି, ମାଦକ ଦ୍ରବ୍ୟ ସେବନ କଲାଣି, ଝିଅ କାହା ସାଙ୍ଗରେ ଗଲାଣି, କଲେଜ ଯାଇକି ନଲେଜ ନେଲାଣି। କାହାକୁ କହିବା? କାହାକୁ କହିବା? ପାଠ ପଢ଼ୁଛି କହି ମୋବାଇଲ ତଳେ ରହିକି କ'ଣ ହେଉଛି କିଏ ଜାଣୁଛି? ଜାଗତିକ ଭରସାଟା ବସ୍ତୁ କେନ୍ଦ୍ରିକ, ମଣିଷ କେନ୍ଦ୍ରିକ ଏଇଭଳିଆ ନାଇଁ କି? ଆମେ ସାଧାରଣତଃ ପରିବେଶ କେନ୍ଦ୍ରିକ, ସମସ୍ୟା କେନ୍ଦ୍ରିକ। ତାପରେ ମୁଁ ଭରସା କରି ଛାଡ଼ି ଦେଇଛି। ସେ ଜିନିଷଟା ଉପରେ ମୁଁ ଭରସା କରିଛି, ସେ କଣ୍ଟାଟା ଉପରେ ଭରସା କରିଛି ଯେ କାନ୍ଥରେ କଣ୍ଟାଟା ଫୋଡ଼ା ହେଇଛି, ଦୃଢ଼ ଅଛି, ମୁଁ ବ୍ୟାଗ୍ଟା ଟଙ୍ଗେଇ ପାରିବି, ଭରସା ଅଛି କଣ୍ଟାଟା ଉପରେ। ମୋର ଭରସା ଅଛି ପିଲା ଶିଖିଛି ଗାଡ଼ି, ମୁଁ ତା ଉପରେ ଗାଡ଼ି ଛାଡ଼ିବି। ବାଳକଙ୍କର ଗାଡ଼ି ଚାଲିଗଲା, ଲୋକ ଅନେକ କଥା କହିବେ, ବାଳକୀୟ କାର୍ଯ୍ୟ କରୁଛି ଗାଡ଼ି ପଳେଇଲା। ସେଇ ଜିନିଷ ଗୁଡ଼ାକୁ ମୁଁ ଟିକେ ଧରେ। କହିବାକୁ କାହା ମୁହଁରେ ଆପଣ ବାଡ଼ି ଦେଇପାରିବେନି, ବତା ଦେଇପାରିବେନି, ବନ୍ଦ କରିପାରିବେନି। ଆଗାମୀ ସମୟରେ ସେ ବିଷୟରେ ଆଲୋଚନା କରିବା। ତ ଏଇ ସମୟ ଭିତରେ, ଏଇ ପରିସ୍ଥିତି ଭିତରେ ଆମେ ଭରସା କେଉଁଠୁ ପାଇବା? ତ ଭରସାଟା କ'ଣ? ମୁଁ ଯେତେବେଳେ ପଢ଼ୁଥିଲି ଏଇ 5ର ଆରମ୍ଭଟା 1ଟା ଲେଖା ହେଇଛି ଅତଏବ। ଦେଖନ୍ତୁ ଲେଖା ହେଇଛି ଅତଏବ। ଆଜି ଟିକେ ବାଇବଲ ଟିକେ ଖୋଲିବେ, ମୋତେ ସାହାଯ୍ୟ କରିବେ। ମୁଁ କେତେଟା ପଦ ଆପଣମାନଙ୍କ ସାମ୍ନାରେ ରଖିବି, ଯଦି ପାଇବେ ବି ପଢ଼ିବେ, ଟିକେ ଭଲ ଲାଗିବ। ଆଜି ଏ ବାକ୍ୟ ବିଷୟରେ ଯିବା, ବେଶୀ କଥା କହିବାନି, କିନ୍ତୁ ବାକ୍ୟ ବିଷୟ ଟିକେ ଆଲୋଚନା କରିବା। ହଁ, ସେ ଲେଖା ହେଇଛି ଅତଏବ। ଅତଏବ ମାନେ ଯେଉଁ ପଚାରିବେ ଅତଏବ ମାନେ ସମସ୍ତେ କହିଦେଇ ପାରିବେ। ବାବୁନି ବିହାରୀ ସବୁବେଳେ ଏଇଟା କୁହନ୍ତି ନା ପ୍ରାର୍ଥନା, ଅତଏବ ସୁତରାଂ। ଅତଏବ, ଅତଏବର ଅର୍ଥ ହେଉଛି ଅତଃ ଏବ, ଅତଃ ପ୍ଲସ୍ ଏବ। ତାମାନେ ହେଉଛି ଏହିପରି, ଏଣୁ ଏହିପରି, ଏଥି ସକାଶୁ, ଏଇଭଳିଆ। ଦେଖିବେ ଡିକ୍ସନାରୀ, ଓଡ଼ିଆ ଡିକ୍ସନାରୀ ଥିବ ପାଖରେ ଦେଖିବେ। ଏଣୁ ଆରମ୍ଭ ହେଉଛି ଏଣୁ, ଏଇଥି ସକାଶୁ, ଯାହା ବି ଆପଣ ନେଇବେ, ଏଇଥି ସକାଶୁ ସେଇଠୁ ଆରମ୍ଭ ହେଲା। କ'ଣ ଏଇଥି ସକାଶୁ? କ'ଣଟା ଏଇଥି ସକାଶୁ ମାନେ କ'ଣ? ଏଣୁ ମାନେ କ'ଣ? ତା ପଛରେ ତେଣୁ, ଏଣୁ ମାନେ ଗୋଟେ କମା ହେଇକି ଆରମ୍ଭ ହେଇଥିବ ନା, କିଛି ଗୋଟେ ବାକ୍ୟ ଦିଆହେଇଥିବ, ତାପରେ ଏଣୁ, ଦ୍ୟାଟ୍ସ ହ୍ୱାଏ, ଫର୍ ଦ୍ୟାଟ୍ ରିଜିନ୍ ଓନ୍ଲି। ତାମାନେ କିଛି ଗୋଟେ ଅଛି, ତାପରେ ଏଇଟା ସେଣ୍ଟେନ୍ସ ନୁହେଁ। ସେଇ ଯେଉଁ କିଛିଟା ଭରସା ଲଜ୍ଜା ଦିଆଯାଏନି, ତାମାନେ କ'ଣ? ତାମାନେ ଭରସା ଅଛି, ତାମାନେ ଲଜ୍ଜା ଦେବନି, ସେଭଳିଆ ଭରସା ଗୋଟେ ଅଛି। ସ୍ୱର୍ଗୀୟ ଭରସା କ'ଣ ଗୋଟେ ଅଛି ନା, ସେ ଭରସା ବିଷୟରେ ଚିନ୍ତା କରିବା। ଭରସା କ'ଣ? ତେବେ ପ୍ରକୃତ ଭରସା କ'ଣ? ଜଗତ ଭରସା ତ ମୁଁ ବୁଝିଲି ଏମିତି କଥା, ଭରସା କରି ହେଉନି, କାହା ଉପରେ ମୁଁ ଭରସା କରିପାରିବିନି। କିନ୍ତୁ ପୁଣି ବାଇବଲରେ ଲେଖା ହେଉଛି ଯେ ଭରସା ଲଜ୍ଜା ଦେଉନି। ଯାହାକୁ ମୁଁ ଭରସା କରୁଛି ସେ କାହା ସାଙ୍ଗେ ପଳେଇଲାଣି କ'ଣ ନାହିଁ, ଲଜ୍ଜା ତ ଦେଇଦେଉଛି। ସେ ପରିବାରରେ ଲଜ୍ଜା, ମଣ୍ଡଳୀରେ ଲଜ୍ଜା। ଭରସା କରିଥିଲି, ତାକୁ ପଇସା ପତ୍ର ଦିଆହେଇଥିଲା, ଦାୟିତ୍ୱରେ ରହିଥିଲା, ସିଏ ପଇସା ଖାଇଗଲା, ଲଜ୍ଜା। ଝିଅ ପଳେଇଲା, ବାପା ମାଆଙ୍କୁ ଲଜ୍ଜା। ଦେଶର ଯେଉଁ କାର୍ଯ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ନାଁରେ, ଅନ୍ୟମାନଙ୍କ ନାଁରେ, ଦେଶ ପ୍ରତି ଲଜ୍ଜା। ସବୁଠି ତ ଲଜ୍ଜା। ଆଉ ଲଜ୍ଜା ଦିଏ ନାହିଁ କ'ଣ କହୁଛ? କ'ଣ ଏ ବାଇବଲ ଭୁଲ ହେଇଗଲା କି? କେବେ ବି ହେବ କି? ନାଇଁ। ତାମାନେ କିଛି ଗୋଟେ ସତ୍ୟତା ଅଛି, ସେଇ ସତ୍ୟତାଟାକୁ ଖୋଜିବା। ତେବେ ଆମେ ଦେଖିବା ଭରସାଟା କ'ଣ। ସେଇ ଯେଉଁ ଭରସା, ପ୍ରକୃତ ଭରସା କ'ଣ, ଅପ୍ରକୃତ ଭରସା କ'ଣ? ଆମେ ଯଦି ଦେଖିବା ରୋମୀ 8 ତାର 24-25ରେ ଲେଖା ହେଇଛି, ସେଇଠି ଦେଖନ୍ତୁ ପ୍ରକୃତ ଭରସା କ'ଣ। ଭରସା କାହା ଉପରେ? ଆମେ କ'ଣ ଦେଖିକି ଭରସା କରିଦେଉଛୁ ନା। ରୋମୀ ତାର 8-24-25ରେ
ଏଠି ଦେଖାଯାଉଛି କିନ୍ତୁ 24ରେ ଲେଖା ହେଇଛି ଦେଖନ୍ତୁ ସେଠି ଗୋଟେ ସେମିକଲନ୍ ତାପରେ ଲେଖା ହେଇଛି କିନ୍ତୁ ଆରମ୍ଭ ହେଲା କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା ତା ଭରସା ନୁହେଁ। ଆମେ ଭରସା କରିଦେଉଛୁ ଦୃଷ୍ଟିଗତ ଆମେ ଯେଉଁଟାକୁ ଦେଖୁଛୁ ତାକୁ ଭରସା କରୁଛୁ ନା ଏଇ ଲୋକକୁ ସହି ସଲାମତ ଅଛି ପହଞ୍ଚେଇବ ବହୁତ ବୁଦ୍ଧି ଅଛି ତା ପାଖରେ ମୁଁ ପିଲାକୁ ପାଠ ପଢ଼େଇବି ଯେଉଁଟାକୁ ଆମେ ଦେଖୁଛୁ ଆଗରେ ତାକୁ ଆମେ ଭରସା କରୁଛୁ କିନ୍ତୁ ବାକ୍ୟ କହୁଛି ନା 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 ତୁମେ ଯେଉଁଟା ଦେଖୁଛ ସେଇଟା ଭରସା ନୁହେଁ। ଦେଖନ୍ତୁ ପୁରା ଭିନ୍ନ ଯେଉଁଟା ତୁମର ଦୃଷ୍ଟିଗୋଚର ସେଇଟା ଭରସା ନୁହେଁ ତା ଭରସା ନୁହେଁ। ଯେଣୁ ଯାହା ଦେଖୁଅଛ ସେଥିପାଇଁ ସେ କାହିଁ ଭରସା କରିବ ମୁଁ ତ ଦେଖୁଛି ଆଉ କିନ୍ତୁ ଓଲଟା ଦେଖନ୍ତୁ କିନ୍ତୁ ଆମ୍ଭେମାନେ ଯାହା ଦେଖୁନାହୁଁ ଯଦି ତା ନିମନ୍ତେ ଭରସା କରୁ ତାହେଲେ ଧୈର୍ଯ୍ୟ ସହିତ ତାର ଅପେକ୍ଷା କରୁ। ଯେଉଁଟା ଦେଖୁନ ନ ଦେଖିକି ବିଶ୍ୱାସ କରି ଯେଉଁଟା ଛାଡ଼ୁଛ ସେଇଟା ହେଉଛି ପ୍ରକୃତ ଭରସା। ମନେ ରଖନ୍ତୁ ଆମେ ତା ବିଷୟରେ କିଛି ଜାଣିନୁ କିନ୍ତୁ ଗୋଟେ ତାପରେ ମୋତେ ଗୋଟେ ଏଇଭଳିଆ ତା ଆଗରୁ ମୁଁ ଲଗେଇବି ଦୃଢ଼ ଭରସା ମୁଁ ଲଗେଇବି ସେଇଟା ହେଉଛି ପ୍ରକୃତ ଭରସା। ପ୍ରଭୁଙ୍କୁ କେହି କେବେ ଦେଖିନି ସ୍ୱଚକ୍ଷୁରେ କିନ୍ତୁ ଆମେ ଭରସା ରଖୁଛୁ ସେଇଟା ହେଉଛି ପ୍ରକୃତ ବିଶ୍ୱାସୀର ଭରସା। ତ ସେଇ ଭରସାଟା ଯଦି ଆମେ ଟିକେ ଦେଖିବା ପ୍ରକୃତରେ କ'ଣ ସେଇଟା ବାଇବଲ ଲେଖା ହେଇଛି ଏଇଟା ତ ଲେଖିଦେଲେ ଯେ ହଁ ଏଇଟା ହେଉଛି ପ୍ରକୃତ ଭରସା ସେଇଟା ଦୃଷ୍ଟିଗୋଚର ଭରସା ଭରସା ନୁହେଁ ସେଇଟା ନ ଦେଖି ବିଶ୍ୱାସ କରୁଛ ଭରସା କରୁଛ ସେଇଟା ବିଶ୍ୱାସ କହିଥିଲେ। ତ ଦେଖିବା ଆମର ପ୍ରଭୁ କ'ଣ ଭରସା ଯୋଗ୍ୟ କି? ହଁ ସମସ୍ତେ କହିବେ ହଁ ଭରସା ଯୋଗ୍ୟ ତ ଦାଦ ବି ତ କହିଥିଲେ ଯେ ଦେଖିବା ସେଇଠି ଲେଖା ହେଇଛି ଗୀତ 71:5ରେ କ'ଣ ଲେଖା ହେଇଛି ଦେଖନ୍ତୁ ପ୍ରଭୁ ସଦାପ୍ରଭୁ ହିଁ କେବଳ ଆମର ଭରସା। ହଁ ସଦାପ୍ରଭୁ ହିଁ କେବଳ ଆମର ଭରସା ଆଉ କେହି ହେବେନି ଆଉ କେହି ହେବନି ଜଗତରେ କେହି ଭରସା ହେବେନି ଭାଇ ଦିଦିନିଆ ଭରସା। ମୁଁ ଆଜି ସେଇ ଭରସା ଟପିକ୍ ଉପରେ କହୁଛି ମନେ ରଖନ୍ତୁ ଯେ କେବଳ ସେଇ ସଦାପ୍ରଭୁ ବି ଦାଉଦ କହିଲେ ସେଇ ସଦାପ୍ରଭୁ ବି ମୋର ହେଉଛନ୍ତି ଭରସା। ସେଇ ତ୍ରିବିଧ ଈଶ୍ୱର ତୃତୀୟ ଈଶ୍ୱର ହିଁ ଆମର ଭରସା। କେମିତି ତୃତୀୟ ଈଶ୍ୱର କୁଆଡ଼େ ହାତରେ ପଶାଇ ଦେଲଣି ବାପେ ବା ସୌମେନ୍ଦ୍ର ଭାଇ ଗୀତ ଲେଖିବା କଥା ବାକ୍ୟକୁ କ'ଣ ପଳେଇ ଯାଉଛ। ମୁଁ କାହିଁ କହିଲି ତୃତୀୟ ଈଶ୍ୱର ମାନେ H2O ନା ପାଣିର 3ଟା ରୂପ ବା ତା କାର୍ଯ୍ୟ ପଢ଼ିଥିବେ ସାଇନ୍ସ ଯେଉଁମାନେ ଆମେ ତ ଆର୍ଟ୍ସ ବାଲା ଟାଣ ହେଇଗଲେ ବରଫ ସାଧା ହେଲେ ପାଣି ବାଷ୍ପ ହୋଇକି ଉଡ଼ି ଯାଉଛି କିନ୍ତୁ ସେଇ ପାଣିରୁ ଯାଉଛି ନା ତା ଭିତରେ ମୌଳିକ ସେଇ ଉପାଦାନଟା ରହିଲା। ସେଇଭଳିଆ ଆମର ତୃତୀୟ ଈଶ୍ୱର ଯିଏ ସମୟ ନାହିଁ ସେଇଟା ବୁଝେଇବା ପାଇଁ ସେଇ ତୃତୀୟ ଈଶ୍ୱର ହିଁ ଆମର କେବଳ ଭରସା ଯୋଗ୍ୟ ପରମେଶ୍ୱର। କେମିତି ଏଇଟା କହିଲି ସଦାପ୍ରଭୁ ପରମେଶ୍ୱର ଦାଉଦ କହିଲେ। ତାପରେ ଆମେ ଟିକେ କାଢ଼ିବା କଲସି 1:27 କିଏ ଯଦି ପାଉଛି ପଢ଼ିବ ତାର ଖ ଅଂଶରେ କଲସି 1:27 କଲସି 1:27 ହଁ ହଁ ବାସ୍ ସେତିକି ଖଟା ଖ୍ରୀଷ୍ଟ ଯେ କ'ଣ ହେଲା ଗୌରବଯୁକ୍ତ ଭରସା ସ୍ୱରୂପ। ସେଠି କ'ଣ କହିଲି ସଦାପ୍ରଭୁ ପରମେଶ୍ୱର ପୁତ୍ରଙ୍କୁ ଆସିଲେ ଖ୍ରୀଷ୍ଟ ହିଁ ଗୌରବର ଭରସା ସ୍ୱରୂପ। ସେଠି ଦାଉଦ କହିଲେ ସଦାପ୍ରଭୁ ତୁମେ ହିଁ ମୋର ଭରସା। ଏଠି ଖ୍ରୀଷ୍ଟ ହେଲେ ପୁତ୍ର ହିସାବରେ ଗଲେ ଆଉ ଆମମାନଙ୍କ ଭିତରେ ସିଏ ଯିଏ ଭରସା ସିଏ ହେଉଛି ଆମର ବିଶ୍ୱାସ ଭୂମି ନୁହେଁ କି ପବିତ୍ର ଆତ୍ମା ସହକାରୀ ଆତ୍ମା ଯିଏ ଆମମାନଙ୍କ ସଙ୍ଗରେ ରହିଛନ୍ତି ସେହି ଭରସା ଯୋଗ୍ୟ ବ୍ୟକ୍ତି ଯେଉଁଟାକି ଆମେ ଦେଖୁ ଯେ ଆମେ ଯଦି ଦେଖିବା ବିଶ୍ୱାସ ଭୂମି ଉପରେ ଯେଉଁ ଗୌରବର ଭରସା ସ୍ୱରୂପ ଗ୍ଲୋରିୟସ୍ ଆମର ସେ ଭରସା ସ୍ୱରୂପ ସେ କଲସି 1:27 ଖରେ ତା ଉପରେ ବେଶ କରି ମୁଁ ସେଇ ଯୀଶୁ ତୁମେ ମୋର ଆଶା ଗୀତଟା ଲେଖିଥିଲି ଯେ ସେଇ କେବଳ ଆମର ଆଶା ଭରସା ଭୂମି ବା ବିଶ୍ୱାସ ଭୂମି ଭରସାର ଭୂମି ପ୍ରଥମ ତିମୋଥୀ 1:1ରେ ଲେଖା ହେଉଛି ସେଇ ଖ୍ରୀଷ୍ଟ ହିଁ କେବଳ ଆମର ଭରସାର ଭୂମି। ଭୂମି କହୁଛନ୍ତି ଦେଖନ୍ତୁ ଜଳ କହୁନାହାନ୍ତି ଗୋଟେ ଗୋଟେ ୱାର୍ଡ଼ ଦେଖିବେ ଜଳରେ ଗୋଡ଼ ଫସିଯିବ ବା ବୁଡ଼ିଯିବେ। ଭୂମିଟା ହେଉଛି ଶକ୍ତ ବିଶ୍ୱାସର ଶକ୍ତ ସେଇ ବିଶ୍ୱାସ ଭୂମି ଆମର ଗୌରବମୟ ଭରସା ତୁମେ ମୋ ବିଶ୍ୱାସ ଭୂମି ଲେଖିନଥିଲି ଯେଉଁଟା ଗୀତଟା ସେଇ ଉପରେ ବିଶ୍ୱାସ ଭୂମି ସେ ଆମର ଭୂମି କେମିତିଆ ଭୂମି ନା ବିଶ୍ୱାସ ଭୂମି ଆମେ ତାପରେ ଭରସା କରିପାରିବା। ସେଇ ଭରସା ତେବେ କ'ଣ ସେଇ ଭରସାଟା ଆମେ ଦେଖି ଆସିଲୁ ସେ ଭରସା ଯୋଗ୍ୟ ବ୍ୟକ୍ତି କିଏ ବା ପରମେଶ୍ୱର କିଏ ନା ତୃତୀୟ ପରମେଶ୍ୱର।
ସଦାପ୍ରଭୁ ପରମେଶ୍ୱର ଖ୍ରୀଷ୍ଟ ପରମେଶ୍ୱର ଆଉ ଆତ୍ମାରୂପୀ ପରମେଶ୍ୱର। ଆଉ ସେଇ ଭରସାଟା କ'ଣ ହେଉଛି ବା ସେଇ ଭରସା କ'ଣ, ସେଇ ଭରସାଟା କ'ଣ ଆପଣମାନେ ଜାଣିଛନ୍ତି। ଏଭ୍ରି 6:19 ଲେଖାଯାଏ ସେ ଭରସା କ'ଣ, ଆତ୍ମାର ଲଙ୍ଗର ସ୍ୱରୂପ। ଏଭ୍ରି 6:19 ଲେଖା ହେଇଛି ନା, ଆତ୍ମାର ଲଙ୍ଗର ସ୍ୱରୂପ। ଆତ୍ମାର ଲଙ୍ଗର ସ୍ୱରୂପ। ମୁଁ କାଲି ଦେଖୁଥିଲି ଲଙ୍ଗର ତ ଆଜିକାଲି ପିଲାମାନେ ଇଂଲିଶ କହିଲେ ଜାଣିବେ, ଆଙ୍କର ଲଙ୍ଗର କେହି ଜାଣିବେନି। ଦେଖିଛନ୍ତି କି ନାହିଁ ଜାଣିଛନ୍ତି, ବହୁତ ଜଣ ଜାଣିଥିବେ। ସେଇଟା କେତେବେଳେ ୟୁଜ୍ ହୁଏ, ସବୁ ସିପ୍ ମାନଙ୍କରେ ଥାଏ। କେତେବେଳେ ୟୁଜ୍ ହୁଏ, ଯେତେବେଳେ ସିପ୍ ଯାଉଥିବ, ସିପ୍ଟା ବହୁତ ଜୋରରେ ଜାହାଜଟା ଯାଉଛି, ଜାହାଜକୁ ବ୍ରେକ୍ ମାରିବାକୁ ପଡ଼ିବ ବା ଅଟକେଇବାକୁ ପଡ଼ିବ। କେମିତି କରାଯିବ, ସାଧାରଣ ଭାବରେ ରିଭର୍ସ କରାଯାଏ, ଆମେ ଦେଖିଛୁ ନାଇଁ। ସ୍ପିଡ଼ଟାକୁ କମାଯାଏ ପ୍ରଥମେ, ଅବିକା ଆଧୁନିକ ଯୁଗରେ ସ୍ପିଡ଼ କମାଯାଉଛି, କମିଗଲା ସ୍ପିଡ଼, ବହୁତ ଜୋର ଯାଉଥିଲା, ତାପରେ ତାଙ୍କର ଯାହା ବ୍ରେକିଂ ସିଷ୍ଟମ୍ ଅଛି କରାହେଉଛି। କିନ୍ତୁ ମୁଁ କହୁଛି ରଖିବା, ଲଙ୍ଗର କାମ କ'ଣ, ଲଙ୍ଗର ପକେଇକି ସେ ସ୍ଥିର ଭାବରେ ରହିବ। ଯେଉଁଠି ଗାଡ଼ିଟାକୁ ମାନେ ସିପ୍ଟାକୁ ପୁରା ରଖିବାକୁ ପଡ଼ିବ, ସେଇ ଜାଗାରେ ପାଣି ଭିତରେ ସେମାନେ ପକେଇବେ, ଯେଉଁଟାକି 60 ଟନ୍ ଉପର ସେଇଟା ଥାଏ ଓଜନ। ଦେଖିବେ ଗୁଗୁଲରେ ସବୁ ଓଜନ କେତେ ମିଟର ଥାଏ ଯେ ତାର କହିବାର ନାହିଁ। ସେ ସାଙ୍ଗେ 4-5 ମିନିଟ୍ ବା କେତେ ସେକେଣ୍ଡରେ ବି ସେ ତଳକୁ ଚାଲିଯିବ ଯାଇକି ଏଇଭଳିଆ ଗୋଟେ ସଏଲ୍ରେ ବା ଗୋଟେ ଟାଣୁଆ ଜିନିଷରେ ସେ ଯାଇ ଲାଖିକି ରହିବ, ଏମିତି ଜାବୁଡ଼ିକି ଧରିବ, ଯାହାଫଳରେ ଏଡ଼େ ବଡ଼ ସିପ୍ଟା ମଜବୁତ ଭାବରେ, ସ୍ଥିର ଭାବରେ, ସୁସ୍ଥିର ଭାବରେ ରକ୍ଷା ହେଇପାରିବ। ତା ସାଙ୍ଗରେ ଏଇଟା ତୁଳନା କରାଯାଇଛି ଭରସାଟାକୁ। ଦେଖନ୍ତୁ ଆତ୍ମାର ଲଙ୍ଗର ସ୍ୱରୂପ। ଏଠି କାହିଁ ଦେଲ ପ୍ରଭୁ ବାବା, ମୁଁ ପଚାରେ ପ୍ରଭୁଙ୍କୁ, ଏମିତି ପଚାରେ, ମୋତେ କୁହ ମୁଁ ସେମିତି ଲେଖିବି ନା। ଆଉ ପ୍ରଭୁ କହିଲେ ଏଇ ଜଗତଟା ହେଉଛି କ'ଣ ରେ ବାବା, ଏ ଜଗତ ମହାସାଗର, ମହାସମୁଦ୍ର, ତୁ କିଏ, ତୋର ଜୀବନର ତରି ତୁ ହେଉଛୁ ହେଲା। ଯେତେବେଳେ ଜାହାଜ ଦେଖିଲା ଭୟଙ୍କର ପରିସ୍ଥିତିରେ ପଡ଼ିଛି, ଝଡ଼ ବାତ୍ୟା ଆସୁଛି ବା କିଛି ଗୋଟେ ତାର ସେଇଭଳିଆ ଆକ୍ସିଡେଣ୍ଟାଲ ଦରକାର ହେଉଛି, ସେଇ ସମୟରେ ସେ ଚାହୁଁଛି ମୁଁ ରହିବାକୁ ପଡ଼ିବ, ଏତେ ସ୍ପିଡ଼କୁ କମାଉଛି, ଲଙ୍ଗର ପକାଇ ଅଟକା ହେଉଛି। ସେଇଭଳିଆ ମଣିଷ ଭାବରେ ଆମେ ଯେତେବେଳେ ଏଇ ଜଗତ ସମୁଦ୍ରରେ, ମହାସମୁଦ୍ରରେ ବିଚରଣ କରୁଛୁ, ଆମ ଜୀବନଟା ଯାଉଛି, ଝଡ଼ ଝଞ୍ଜା ସମସ୍ୟା ଯେତେବେଳେ ଆମକୁ କ'ଣ କରୁଛି ନା ବ୍ୟସ୍ତ ବିବ୍ରତ, ଆଉ କ'ଣ କରୁଛି, ବିଚଳିତ କରୁଛି। ବ୍ୟସ୍ତ ବିବ୍ରତ ବିଚଳିତ କରୁଛି। ଆମେ ବ୍ୟସ୍ତ ହେଇଯାଉଛୁ, କ'ଣ କରିବା, କ'ଣ ବିବ୍ରତ ହେଇଯାଉ, ତରତର କ'ଣ ନାହିଁ କ'ଣ କରିଦେବି ତ, এইভাবে আমি স্থির নু ব্যস্ত বিব্রত বিচলিত হয়ে যাচ্ছু। সেতবে সেই স্বর্গীয় আত্মা বা পবিত্র আত্মা লঙ্গর স্বরূপ আমମାନଙ୍କର ଜୀବନରେ ବା ମନ ଆତ୍ମାକୁ ସେ କଣ୍ଟ୍ରୋଲ କରୁଛନ୍ତି, ଗଭୀର ଗଭୀରତରକୁ ଯାଉଛନ୍ତି। ତାରି ଭିତରେ ଆମକୁ ସେ କ'ଣ କରୁଛନ୍ତି, ସ୍ଥିର କରୁଛନ୍ତି। ଆମକୁ ସେ କ'ଣ କରୁଛନ୍ତି, ସୁସ୍ଥିର କରୁଛନ୍ତି ଏବଂ ସୁଦୃଢ଼ କରୁଛନ୍ତି ଆଉ ସୁରକ୍ଷିତ କରୁଛନ୍ତି। ଦେଖନ୍ତୁ ଆମେ ଯେତେବେଳେ ଯେଉଁ ସମୟରେ ବ୍ୟସ୍ତ ବିବ୍ରତ ବିଚଳିତ, ସେତେବେଳେ ସେଇ ପବିତ୍ର ଆତ୍ମା ଆମମାନଙ୍କୁ କ'ଣ କରୁଛନ୍ତି, ସ୍ଥିର ସୁଦୃଢ଼ ଏବଂ ସୁରକ୍ଷିତ କରୁଛନ୍ତି। କିନ୍ତୁ କାରଣ କ'ଣ, ଲଙ୍ଗଟା ଯଦି ଖାଲି ଥିବ ଏଇଭଳିଆ ଗୋଟେ ହେଇକି, ଆଗରୁ ଶିଳ ପରିକା ବି ଯେତେବେଳେ ଡଙ୍ଗାରେ ଯାଉଥିଲେ ତାକୁ ଅଟକେଇବା ପାଇଁ ସେମାନେ ଗୋଟେ କଣା ଦିଏ ଶିଳ ପରି, ତାକୁ ଏମିତି ଗୋଟେ ଭାରି ଜିନିଷକୁ କରୁଥିଲେ। ତାପରେ ଡେଭଲପ୍ ହେଇ ଲଙ୍ଗର ହେଲା ଭିନ୍ନ ଭିନ୍ନ ଟାଇପ୍ର, ଯେ ସେଇଟା କ'ଣ ଖାଲି ପକାଇଦେଲେ ହେବ, ତା ଦେହରେ ଗୋଟେ ଚେନ୍ ଲାଗିଥାଏ ନା, ବିରାଟ ବଡ଼ ଚେନ୍ ଲାଗିଥାଏ। ସେ ଚେନ୍ର ବି ବହୁତ କରାମତି ଅଛି ବାବୁ। ମୁଁ ପ୍ରଭୁ ଚେନ୍ଟା କାହିଁ ଲାଗିଲା, ସିଏ ତ ଅଟକେଇଲା, ସବୁ ବାହାବା ସିଏ ନେଇଯାଉଛି, ଚେନ୍ଟା କ'ଣ ହେଉଛି, କିଛି ତାର କ'ଣ ପ୍ରଶଂସା ହେଉନି। ସେ ଚେନ୍ଟାକୁ ମୁଁ ଭାବିଲି ସେଇଟା ହେଉଛି ଆମର ବିଶ୍ୱାସ। ସେଇଟା ଯଦି ଭରସା, এইটা ହେଉଛି ମୋର ବିଶ୍ୱାସ। ମୋର ବିଶ୍ୱାସର ଚେନ୍ଟା କେତେ ବଡ଼ ଯାଇଛି, ମୁଁ କେତେ ଗଭୀରରୁ ଗଭୀରତର ଯିବି, ସେଇ ଆତ୍ମାଙ୍କ ସହିତ ସଂଯୁକ୍ତ ହେବି। ଯେମିତି ଲଙ୍ଗର ସାଙ୍ଗରେ ଚେନ୍ଟା ଲାଗିଲା ବେଳୁ, ଆଙ୍କର ସାଙ୍ଗେ ଲାଗିଲା ବେଳୁ ସେ ତାଙ୍କୁ ଟାଣିକି ଆଣୁଛି, ସେଇଭଳିଆ ବା ଦୁଃଖ ସମୟରେ ବା ଅସୁବିଧା ସମୟରେ ଗୋଟେ ଟାଣ ଜିନିଷରେ ରଖିକି ସେ ତାର ଏତେ ବଡ଼ ସିପ୍ଟାକୁ ସେ ଅଟକେଇ ଦେଇପାରୁଛି, ଗତିଶୀଳ ଜିନିଷକୁ। ମୋର ଯେଉଁ ମନର ଗତିଟାକୁ ଅଟକିବ, ମୋର ଯେଉଁ ଚିନ୍ତାର ଗତିଟା, ମୋର ଯେଉଁ ଦୁଃଖ ନୈରାଶ୍ୟର ସମସ୍ୟାର ଗତିଟା
বা ଜୀବନର ଗତିଟା ଏଇ ସଂସାରିକ ସମୁଦ୍ରରେ ଯେତେବେଳେ ଗତି କରୁଛି ଅସୁବିଧାରେ ପଡ଼ୁଛି କେମିତି ରହିବ? ମୋର ବିଶ୍ୱାସର ଜଞ୍ଜିର ଯଦି ସେତେ ଲମ୍ବା ଥିବ, ସେତେ ସମୃଦ୍ଧ ଥିବ, ଦୃଢ଼ ଥିବ, ତେବେ ସେଇ ଲଙ୍ଗର ଆତ୍ମାଙ୍କ ଲଙ୍ଗର ସେତେ ନିବିଡ଼ ଗଭୀର ସଂଯୁକ୍ତ ଭାବରେ ଲାଖି ରହିଥିବ, ତେବେ ମୁଁ ପାଇବି, ସ୍ଥିର ହେବି, ସୁସ୍ଥିର ହେବି, ସୁଦୃଢ଼ ହେବି ଏବଂ ସୁରକ୍ଷିତ ହେବି। ମନେ ରଖନ୍ତୁ, ଅସ୍ଥିର ଜାଗାରେ ମୁଁ ସ୍ଥିର ହୋଇଯିବି। ସୁଦୃଢ଼ ଭାବରେ ସେ ଟାଣିକି ଧରିକି ରଖିବ। ବଦ୍ଧମୂଳ ଭାବରେ ଗୁନ୍ଥା ହେବାକୁ ଅଛି। ବଦ୍ଧମୂଳ ୱାର୍ଡ଼ ଦିଆହେଇଛି, ଦେଖନ୍ତୁ, ଖ୍ରୀଷ୍ଟଙ୍କ ପ୍ରେମରେ ଆମେ ବଦ୍ଧମୂଳ ଭାବେ ଗୁନ୍ଥା ହେଇକି ରହିବା, ରୋପିତ ହେବା ଯଦି ଷ୍ଟ୍ରଙ୍ଗ ଭାବରେ ତାଙ୍କ ସହିତ ଆମର ସଂଯୁକ୍ତ ଜୀବନଟା ସେଇଭଳିଆ ନିବିଡ଼ ଘନିଷ୍ଠ ଥିବ, ଯଦି ବିଶ୍ୱାସଟା ଆମର ସେଇଭଳିଆ ଥିବ, ଯଦି ଦୃଢ଼ ଥିବ, ଯଦି ତେବେ ସବୁ ସମସ୍ୟାରେ ମଧ୍ୟ ଆମେ ସ୍ଥିର, ସୁସ୍ଥିର, ସୁଦୃଢ଼ ହୋଇପାରିବା ଆଉ ସୁରକ୍ଷିତ ହୋଇପାରିବା। ଆମ ଆତ୍ମା, ମନ, ଆତ୍ମାକୁ ସେଇ ଆତ୍ମା ଆମକୁ ସୁଦୃଢ଼ କରି ରଖିବେ। ତେଣୁ ସେଇ ତ୍ରିବିଧ ଈଶ୍ୱର ମୁଁ ଯେଉଁ କହୁଥିଲି, ସେଇ ତ୍ରିବିଧ ଈଶ୍ୱର ହିଁ କେବଳ ଭରସା ଯୋଗ୍ୟ, ଯାହାଙ୍କ ଉପରେ ଆମେ ଭରସା କରିପାରିବା। ଆମର ଏହି ସମସ୍ୟାପୂର୍ଣ୍ଣ ଜୀବନରେ ବା ସଂସାରରେ ସେଇ କେବଳ ଆମକୁ ଭରସା ଦେବେ। ତେବେ ଦେଖିବା ଯେ ସେଇ ଯେଉଁ ଭରସା କଥା ଆମେ କହୁଛୁ ବା ଚିନ୍ତା କରୁଛୁ, ସେ ଭରସା ପୁଣି ବାଇବଲରେ କେଉଁ ଭଳିଆ ରୂପରେ ବର୍ଣ୍ଣନା କରାଯାଏ, କିଛି ଆମେ ଚୁମ୍ବକରେ ଦେଖିବା। ପ୍ରଥମଟା ଦେଖିବା, ଏଇଠି ପଢ଼ିଲୁ ଆମେ ଗୌରବର ଭରସା, ଦେଖିଲୁ। ଦ୍ୱିତୀୟ ଦେଖିବା ଆମେ, ସେଇଟା ହେଉଛି ସ୍ୱର୍ଗୀୟ ଭରସା। କଲସି 1:3, କଲସି 1:3ରେ ଲେଖାଯାଇଛି ସେଇ ଯେଉଁ ଭରସାଟା ସ୍ୱର୍ଗୀୟ ଭରସା ବା ସ୍ୱର୍ଗରେ ରଖାଯାଇଥିବା ଭରସା। ଆରେ ସ୍ୱର୍ଗରେ ପୁଣି କ'ଣ ଗୋଟେ ରଖାଯାଇଛି? ଜଗତ ସବୁ ଭରସା ପାଇଲି କହିଲ, ପୁଣି ସ୍ୱର୍ଗରେ? ହଁ, ସ୍ୱର୍ଗରେ ରଖାଯାଇଛି ସେଇଭଳିଆ ଭରସା। କ'ଣ ଭରସା? ନା କେଉଁ ଭଳିଆ ଭରସା ରଖାଯାଇଛି? ନା ଜୀବନଦାୟକ ଭରସା। ଆରେ ଜୀବନଦାୟକ ଭରସା କେଉଁଠି? ପ୍ରଥମ ଭିତର 1:3 ଦେଖିବେ। ବାଇବଲ ଟିକେ ଗଡ଼ଉଥାନ୍ତୁ ମୋ ସାଙ୍ଗେ। ପ୍ରଥମ ଭିତର 1:3 ଦେଖନ୍ତୁ, ଜୀବନଦାୟକ ଭରସା। ଆଉ ସେଇ ଯେଉଁ ଜୀବନଦାୟକ ଭରସା, ଅନନ୍ତ ଜୀବନ ଯେଉଁ ଭରସା ଦେଉଛନ୍ତି, ସ୍ୱର୍ଗରେ ରଖାଯାଇଥିବା ଭରସା। କ'ଣ ରଖାଯାଇଛି? ସେଇ ପ୍ରଥମ ଭିତର 1:3 ଦେଖିଲେ ଜୀବନଦାୟକ ଭରସା ଲେଖା ହେଇଛି। ତାର 4ରେ ଟିକେ ପଢ଼ିବେ। ପ୍ରଥମ ଭିତର 1:4 ଖାଲି ଟିକେ ପଢ଼ିବେ। ହଁ 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 ସ୍ୱର୍ଗରେ ତେବେ କ'ଣ ସଞ୍ଚିତ ହୋଇକି ରହିଛି? ବହୁତ ୱାର୍ଡ଼ ଗୁଡ଼ା ଲେଖା ହେଇଛି, ମୁଁ ତାକୁ ଆଉ ପାଶୋରି କି ଯାଇପାରୁନି। ପ୍ରଥମ ଭିତର ଆଉ ଥରେ ପଢ଼ିବେ ଟିକେ ପ୍ଲିଜ୍। ହଁ, ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର। ମୁଁ ଟିକେ ଗୀତ ଲେଖିଲା ବାଲା ଯେହେତୁ ରାଇଟର, ମୋର ଖାଲି ଉପରେ ମାଡ଼ ହେଉଛି ଏଠି, ନାଇଁ ଜୁମାଦି? ଦେଖନ୍ତୁ କ'ଣ ଲେଖା ହେଲା, ଅକ୍ଷୟ, କ୍ଷୟ ପାଇବନି, ଏଭଳିଆ ଆମକୁ ଅନନ୍ତ ଜୀବନଦାୟକ ଭରସା। ଅକଳଙ୍କିତ, କଳଙ୍କିତ କଳଙ୍କ ହେବନି, ସେଠି କଳଙ୍କ ନାହିଁ ରେ ବାବା। କିଏ କାହା ସାଙ୍ଗେ ପଳେଇବ, କଳଙ୍କ ତ ନାହିଁ ସେଠି, ପାପର କଳଙ୍କ ନାହିଁ ସେଠି ମୋଟେ। ସ୍ୱର୍ଗରେ ସେଇଟା ରଖାଯାଇଯାଏ। ଆଉ ଗୋଟେ ଅଜର। ଅଜର ମାନେ କ'ଣ? ମୋତେ କିଏ କହିବ ଅଜର ମାନେ କିଏ? ସମସ୍ତେ ତ କୁହନ୍ତି ଅକ୍ଷୟ, ଅକ୍ଷୟ। ଅଜର ମାନେ କ'ଣ ଜାଣିଛନ୍ତି କିଏ? କହିପାରିବେ? ମା' ମାନେ ଜାଣିଥିବେ ନିଶ୍ଚୟ, ଶୁଣିଥିବେ ଅଜର, ବୟସ୍କମାନେ କହିଥିବେ। ଅଜର ମାନେ ବାର୍ଦ୍ଧକ୍ୟ ରହିତ, ମାନେ ବୁଢ଼ା ହେବା ନାହିଁ। ମନେ ରଖନ୍ତୁ, ନାଇଁ ଦେଖିବେ, ମୁଁ ଠିକ୍ କହୁଛି ଭୁଲ କହୁଛି ଡିକ୍ସନାରୀ ଖୋଜିବେ। ଅଜର ମାନେ ବାର୍ଦ୍ଧକ୍ୟ ରହିତ, ମାନେ ଆମେ ବୁଢ଼ା ହେବାନି, ସବୁବେଳେ ଚିର ସବୁଜ ହିସାବରେ ରହିବା, ଦୁଃଖ ଶୋକ ନାହିଁ। ଆମେ ଯେଉଁ ବୃଦ୍ଧା ଭାବରେ ଆମର କ୍ଷୟ ପାଇଯାଉଛି, ସେଇଥିପାଇଁ ଲେଖା ପ୍ରଥମେ କ୍ଷୟ ପାଇବାନି, ଆମେ ରସ ତେଜରେ ପରିପୂର୍ଣ୍ଣ ହେବ, ସ୍ୱର୍ଗରେ ରଖାଯାଇଛି। ଦୀପୁ ଭାଇ, ମୁଁ ଦୀପୁ ଭାଇ ଡାକେ ଆଦ୍ୟରୁ, ଆମେ ସବୁ ଏମିତି ବଢ଼ିଛୁ। ଠିକ୍ କହୁଛି ନା? ଏଇଭଳିଆ ଜିନିଷ। ତ ପାଷ୍ଟର ଲୋକ, ଆମେ ତ ମୂର୍ଖ ଲୋକ, ପଢ଼ିନୁ, ଜ୍ଞାନ ନାହିଁ ସେ ବିଷୟ। ଯେତିକି ପ୍ରଭୁ ମୋତେ ବୁଝାଉଛନ୍ତି ସେଇଭଳିଆ। ପୁଣି ଦେଖନ୍ତୁ 4ଟା, ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର। ଏଇଭଳିଆ ଅଧିକାର। ତୁ ବୁଢ଼ା ହେବୁନୁ, ରୋଗ ଶୋଷ ନାହିଁ, କିଛି ନାହିଁ, ଚିନ୍ତା ନଥିବ, ବାର୍ଦ୍ଧକ୍ୟ ଆସିବନି। ସେଇଭଳିଆ ଜିନିଷ ସବୁ ତୋ ପାଇଁ ସ୍ୱର୍ଗରେ ସଞ୍ଚିତ ହୋଇ ରହିଛି। ଆଉ ସେଇଟା ହିଁ କ'ଣ? ଏଭ୍ରି 7:19 ଦେଉଛି। ସେଇଟା ହେଇଛି ତୋ ପାଇଁ କ'ଣ? ଶ୍ରେଷ୍ଠତର ଭରସା। ଏଭ୍ରି 7:19 ଏଇସବୁ ଜିନିଷ ଯେଉଁ ରହିଛି ସ୍ୱର୍ଗରେ ସଞ୍ଚିତ ହୋଇ, ଅକ୍ଷୟ, ଅଜର, ଅକଳଙ୍କିତ ବିଷୟ ସବୁ ତୋ ପାଇଁ ସେଇଟା ଶ୍ରେଷ୍ଠତର ଭରସା। ସବୁଠୁ ଦି ବେଷ୍ଟ ଜିନିଷ ପ୍ରଭୁ ରଖିଛନ୍ତି ଆମ ପାଇଁ, ସେଇଭଳିଆ ଭରସା।
ଶ୍ରେଷ୍ଠତର ଭରସା। କାହିଁକି ନା ଆମେ ଯେତେ ଭରସାରେ ଯାଉଥିବା ସେଇ ଭରସା ହିଁ ଆମକୁ ପରିତ୍ରାଣ ଦେଉଛି, ଆଉ କେଉଁଥର ନାହିଁ। ଆମେ ଦେଖିବା ରୋମିଓ 8:24-25 ଭିତରେ ସେଇ କଥା ଲେଖା ହେଇଛି। କାରଣ ଭରସାରେ ତୁମେମାନେ ପରିତ୍ରାଣ ପାଇଲ ନାହିଁ, ଭରସାରେ ତୁମେମାନେ ପରିତ୍ରାଣ ପ୍ରାପ୍ତ ଭରସା। ମୁଁ ତାକୁ କହିଥିଲି, ଦେଖନ୍ତୁ ରୋମିଓ 8:24 ନାଇଁ 8:24, ଯେଉଁଟାକି ଅଦୃଶ୍ୟ ଭରସାରେ ପ୍ରକୃତ ଭରସା ମୁଁ କହିଲି, ସେଇଟା ପରିତ୍ରାଣ ପ୍ରାପ୍ତ ଭରସା। ତାପରେ ଆମେ ଦେଖିବା, ମୁଁ କେତେଗୁଡ଼ା କଥା ଗୌରବ ଭରସା କହିଲି, ସ୍ୱର୍ଗୀୟ ଭରସା କହିଲି, ଜୀବନଦାୟକ ଭରସା, ଶ୍ରେଷ୍ଠତର ଭରସା, ପରିତ୍ରାଣ ପ୍ରାପ୍ତ ଭରସା ବା ଭରସାରେ ତୁମେମାନେ ପରିତ୍ରାଣ ପାଇଛ, ସେଇଟା କହୁଛି। ଆଉ ଗୋଟେ ଦେଖିବା ଆମେ ଭରସା କ'ଣ ନା ସୁସମାଚାରରେ ନିହିତ ଭରସା। ଏଇ ବାକ୍ୟରେ ଯେଉଁଟା ଲଗେ କଲୋସି 1:23 ଲେଖା ହେଇଛି, ସୁସମାଚାରରେ ଏଇ ଶାସ୍ତ୍ରରେ ପଢ଼ିଲା ଦ୍ୱାରା ଆମେ ଭରସା ପ୍ରାପ୍ତ ହେଉଛୁ ନାହିଁ। ଦୁର୍ବଳ ସମୟରେ ଏଇ ବାକ୍ୟ ହିଁ ଆମକୁ ଦେଉଛି ଭରସା। ସେ ବାକ୍ୟ କିଏ? ନିଜେ ତ ସ୍ୱୟଂ ପ୍ରଭୁ ନା। ଆଉ ସେଇ ଭରସା ଦେବେନି? ମୁଁ ତ ସେଇ ବୁଲିବାଲି ସେଇଠୁକୁ ଆସିଲି ନା, ଯିବି କୁଆଡ଼େ, ଖସିବି କେଉଁଠି? ବୁଲିବାଲି ସେଇଠି। ବାକ୍ୟ ଭରସା, ବାକ୍ୟ କିଏ ରେ ବାବା? ସେ ନିଜେ ସ୍ୱୟଂ ବାକ୍ୟ ତ ଦେବବନ୍ତ ହେଲେ। ପ୍ରକାରାନ୍ତରେ ଏଇଠି କହିଗଲେ ଯେ ମୁଁ ବାକ୍ୟ, ସେଇ ବାକ୍ୟ ତୋର ସେଇ ସୁସମାଚାରରେ ସମାଚାର କହୁଛି, ସେଠି ଟିଭିରେ କହୁଛି ସମାଚାର, ସୁସମାଚାର କହୁଛି କେବେ? କିଛି ସୁସମାଚାର ନଥାଏ। ଟିଭି ମାନଙ୍କରେ ଦେଖିବେ, ପେପର ମାନଙ୍କରେ ତ ସବୁ ଅଖାଡ଼ୁଆ ଜିନିଷରେ ଭର୍ତ୍ତି ସମାଚାର। ଆମର କେବଳ ସୁସମାଚାର, ଉତ୍ତମ ସମାଚାର, ନିହିତ ଭରସା ଅଛି କଲୋସିକେ। ଆଉ ଗୀତ 135:5 ବି ସେଇ କଥା କିଛି ବାକ୍ୟରେ ଭରସା। ଏଇ ଯେଉଁ ବାକ୍ୟରେ ଭରସା ଆମେ ପାଉଛୁ, ସେଇ ଭରସା ଯେଉଁଟା ସ୍ୱର୍ଗରେ ସଞ୍ଚୟ ରହିଛି, ସେଇ ଭରସା ପ୍ରତି ଆମେ ମନୋଯୋଗୀ ହେବା। ସେଇ କେବଳ ଆମର ଭରସା ଯୋଗ୍ୟ। ଆମକୁ ଦୁଃଖରେ ସୁଖରେ, ସମସ୍ୟାପୂର୍ଣ୍ଣ ଜୀବନରେ, ଅସ୍ଥିର ଜୀବନରେ, ବିଚଳିତ ଜୀବନରେ, ବ୍ୟସ୍ତ ବିବ୍ରତ ସମୟରେ ସେଇ କେବଳ ଆମକୁ ସୁସ୍ଥିର, ସଂସ୍ଥାପିତ, ସୁଦୃଢ଼, ସୁରକ୍ଷିତ କରିପାରିବ ସେଇ ଭରସା। ଆଉ ଗୋଟେ କ'ଣ, ଖାଲି କ'ଣ ସେତିକି? ନା 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 ନା, ଆଉ ଗୋଟେ ପଢ଼ିବେ ଆଜ୍ଞା, ହିତ 23:18 ଗୋଟେ ପଢ଼ିଲେ କ'ଣ ଲେଖା ହେଇଛି? ହିତ 23:18। ଏତେ ମୁଁ କାହିଁ ତୁମ ଉପରେ ଭରସା କରିବି ମୋ କହୁଆ? ଆଉ କ'ଣ ମୋର କେହି ନାହାନ୍ତି କାହା ଉପରେ କରିବି? ମୋ ମା ବାପା ଭାଇ ଭଉଣୀ ନା। ଏଠି କ'ଣ ଲେଖା ହେଇଛି ପଢ଼ିବା? ହିତ 23:18 ଟିକେ ପଢ଼ନ୍ତୁ କିଏ ପାଉଛନ୍ତି ଯଦି। କାରଣ ପୁରସ୍କାର ନିତାନ୍ତ ଅଛି ଓ ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ। ତାପରେ ହେ ମୋହର ପୁତ୍ର ଶୁଣ, ଜ୍ଞାନୀ ହୁଅ, ପୁଣି ତୁମ୍ଭ ମନକୁ ସତ୍ପଥରେ ସେଠି କ'ଣ କୁହାହେଲା? ଭରସା ଉଚ୍ଛିନ୍ନ ହେବ ନାହିଁ, ପୁରସ୍କାର ନିତାନ୍ତ ଅଛି। ନାଇଁ, ଏଇଟା କ'ଣ? ପୁରସ୍କାର ପ୍ରାପ୍ତ ଭରସା। ଦେଖନ୍ତୁ, ପୁରସ୍କାର ଅଛି ରେ ବାବା। ଖାଲି ମୁଁ ଯଦି ଭରସା କରିବି ପ୍ରଭୁ କ'ଣ ଦେବ ମୋତେ? ଆରେ ପୁରସ୍କାର ଅଛି ପରା। ଭରସା ଉଚ୍ଛିନ୍ନ ହେବନି। ଖାଲି ତୁ ମାଳିଆରେ ତୁ କ'ଣ ଭରସା ମୋ ଉପରେ କରିବୁ କହୁଛୁ? ତୋ ପାଇଁ ବି ପୁରସ୍କାର ରହିଛି, ପୁରସ୍କାର ପ୍ରାପ୍ତ ଭରସା। ଦେଖନ୍ତୁ, ପ୍ରଭୁ ସେମିତି ନାହିଁ, ଦିଅନ୍ତି ପୁରା ମାପି ଚପି ହଲେଇ ଉଛୁଳେଇକି ଦେବାର ଲୋକ। ପୁରସ୍କାର ଅଛି। କାହିଁକି ପାଇଁ ଗତ ଦିନରେ ଆକ୍ସିଡେଣ୍ଟ ହେଇଥିଲା, ଟ୍ରାନ୍ସଫର କେତେ ନେଇ ପ୍ରାର୍ଥନା ହେଇଛି, ଆଜି ବସିଛନ୍ତି ପାଖରେ। ପୁରସ୍କାର ନିତାନ୍ତ ଅଛି। ଭରସା କରିବ ମାନେ ପୁରସ୍କାର ଯେମିତି ଡେଫିନେଟଲି ୱିଲ୍ ଗେଟ୍ ଦ୍ୟାଟ୍। କିନ୍ତୁ ଭରସା କରିବାର ଅଛି ନା ପ୍ରଥମେ। ସେଇ ଶ୍ରେଷ୍ଠତର ଭରସା ପାଇବାକୁ ଆମେ ଦୌଡ଼ିବାକୁ ଅଛି ନା, ତେବେ ଯାଇକି ହେଇବା। ସମସ୍ତେ ଜାଣିଥିବେ ସନ୍ଧ୍ୟା 7ଟାରେ ବର୍ଷା ପାଉଛି। ସନ୍ଧ୍ୟା 7ଟାରେ ଅଛି ନା ଯୁଦ୍ଧ ଗୋଟେ, ବର୍ଷା ପାଉଛି। ଆଜି ବର୍ଷା ଆପଣଙ୍କୁ ମା ଯେତେବେଳେ କହୁ ଅଛି ନା, ଝିଅମାନେ ଜାଣିଥିବେ ବର୍ଷା ପାଉଛି। କାହିଁ ବେଳେବେଳେ ପାଉନି କ'ଣ? ଇଏ ତ ଅଭିଷେକ 0ରେ ଚାଲି ଯାଉଛି ଆଉ ହେଲା। ଦେଖନ୍ତୁ, ବର୍ଷା ପାଇବନି ଯଦି ହଉ ହଉ ହେଇଗଲା। ମୁଁ ସେ ଟପିଟା ଗାଡ଼ି ଚଲେଇ ଗଲା ବେଳକୁ ମନେ ପଡ଼ିଲା, ମୁଁ କହିବି ନିଶ୍ଚୟ, କହି ଛାଡ଼ିବିନି ନା। ଇଣ୍ଡିଆ ଉପରେ ସବୁବେଳେ ଭରସା କରିବନି। ଯେ ଲାଷ୍ଟ ବଲ୍ ତ 7 ରନ୍ରେ ଜିତିଲା, ଏତେ କରିକି କ'ଣ କହିବ କୁହ? ସେତେବେଳେ ପରିସ୍ଥିତିଟା କେମିତି ହେଉଥିବ କହିଲ? ଖାଲି 1000 ଥର ଟଏଲେଟ୍କୁ ଯାଅ, କିମ୍ବା ପାଣି ପିଅ, କି ହାତ ମୁଖିବ, କିଏ କ୍ରସ୍ କର। ନାଇଁ, ମୁଁ ଟିକେ ସେଇ ଜାଗାକୁ ଆପଣମାନଙ୍କୁ ନେଇଯାଉଛି। ଆପଣ ଠିକ୍ ଜାଣିବେ 7ଟା ବେଳକୁ ମୁଁ ଆଜି ଯେଉଁ ବାକ୍ୟଟା କହିଲି, 7ଟା ବେଳକୁ ତାକୁ ଅନୁଭବ କରିବେ। ଯେତେବେଳେ ପାଖେଇ ଆସିବ 8-9ଟା ବେଳକୁ ରେଜଲ୍ଟ ବାହାରିଲା ବେଳକୁ ଦେଖିବେ ଯୁଦ୍ଧ ଯେଉଁ ଫାଇନାଲ୍ ମ୍ୟାଚ୍ର ଯୁଦ୍ଧ। ଭରସା ପାଇବ କି ନାହିଁ ସତ କଥା। ଏଠି କିଛି ଭରସା ନାହିଁ ରେ ଭାଇ, ଆମର ସେଠି ଭରସା ଅଛି, ସଲିଡ୍ ଭରସା। ସେଇଟା ଆଖି ବୁଝି କହିବ ସେ ଭରସା ଅଛି। ଆଉ ସେ ଭରସା ପୁଣି ପୁରସ୍କାର ଦେବ। ସେଠି ପୁରସ୍କାର କେହି ନେଇପାରିବେନି, ଏମିତା ଭରସା। ଶ୍ରେଷ୍ଠତର ଭରସା, ଜୀବନଦାୟକ ଭରସା, ପରିତ୍ରାଣ ପ୍ରାପ୍ତ ଭରସା, ସୁସମାଚାର ନିହିତ ଭରସା, ଗୌରବ ଭରସା, ସ୍ୱର୍ଗୀୟର ସଞ୍ଚିତ ଭରସା। କେତେଟା କହିଲେଣି ମନ କହନ୍ତୁ? ବାକ୍ୟର ଭରସା, ଏଇସବୁ ଭରସା ମୋ ପାଇଁ ଅଛି। ଯଦି ମୁଁ କାହିଁ ବିଚଳିତ ହେବି ରେ?
ଲାଗି ପଡ଼ିବା ଭରସାରେ ଆହୁରି ବଢ଼ିବା ପାଇଁ। ତ ସେ ଭରସାରେ ବଢ଼ିବାକୁ ହେଲେ ପୁଣି ବିଶ୍ୱାସ ତ ଦରକାର ନା। ବିଶ୍ୱାସ ଦୁର୍ବଳ ହେଇଯାଉଛି ବୋଲି ଭରସା ପାଉନି। ତ ବିଶ୍ୱାସଟା ତ ଭାରି ସେନ୍ସିଟିଭ୍ ଜିନିଷ, ବହୁତ ସେନ୍ସିଟିଭ୍ ଜିନିଷ। ବିଶ୍ୱାସକୁ ବ୍ୟାଖ୍ୟା କରିବା ଭାରି କଷ୍ଟ, ଭାରି କଷ୍ଟ। ସେଇଟା ଗୋଟେ ବ୍ୟକ୍ତିଗତ ବିଷୟ, ଗୋଟେ ନିଜସ୍ୱ ଜିନିଷ। ମୋ ବିଶ୍ୱାସ କେତିକି, ଆମ ବିଶ୍ୱାସର ପରିମାଣ ଅନୁସାରେ କାହାକୁ କାହାକୁ ଦିଆହେଇଛି ନା, ସମସ୍ତଙ୍କୁ ସମାନ ଦିଆହେଇନି। ବାଳକଙ୍କୁ ଯେତିକି ବିଶ୍ୱାସ ହେଇଛି ମୋତେ ଦିଆହେଇନି, ମୋ ବାପାକୁ ଯେତିକି ବିଶ୍ୱାସ ଦେଇଛି ମୋତେ ଦିଆହେଇନି, ମୋ ସ୍ତ୍ରୀକୁ ବି ଯେତିକି ଦେଇଛି ବିଶ୍ୱାସ ମୋତେ ଦିଆହେଇନି। ସମସ୍ତଙ୍କୁ ବିଶ୍ୱାସ ଭିନ୍ନ ଭିନ୍ନ ପ୍ରକାର ଦିଆହେଇଛି। କିନ୍ତୁ ଯାହା ଯେତିକି ବିଶ୍ୱାସ, ଆମେ ବିଶ୍ୱାସକୁ ବଢ଼େଇବା ଦାୟିତ୍ୱ ଆମର, ଦିଆହେଇ ସେତିକି। ବଢ଼େଇବ କେମିତି? ଏଇ ବାକ୍ୟ ସହିତ ଗଲେ, ତାଙ୍କ ସହିତ ସଂଯୁକ୍ତ ଜୀବନ କାଟିଲେ ସେ ଭିତରୁ ବେଶୀ ସମୟ ଯାଇପାରୁ। ଯେତେ ଚେନ୍ ବଡ଼ ହେବ ଲଙ୍ଗର ସେତେ ଡିପ୍କୁ ଯିବ, ମନେ ରଖନ୍ତୁ। ଭରସା ସେତେ ପାଇବ। ତ ବଢ଼େଇବା ଦାୟିତ୍ୱ ଆମର। ଆମେ କେତେ ବଢ଼େଇବା? ସିଏ ଆମର ବିଶ୍ୱାସ ଯୋଗ୍ୟ ଭରସା ଯୋଗ୍ୟ ବ୍ୟକ୍ତି ଅଛନ୍ତି, ତୃତୀୟ ଈଶ୍ୱର। ତାଙ୍କ ପାଖେ ପହଞ୍ଚିବାକୁ ହେଲେ ମୋର ଚେନ୍ଟା କେତେ ବଡ଼ ହେବ? ଚାହିଁଲେ ବି ସେ ମୋ ପାଖରେ ରହିବେ, କିନ୍ତୁ ମୋ ବିଶ୍ୱାସର ସ୍ତରଟାକୁ ମୁଁ ବଢ଼େଇବାର ଅଛି, ମୋ ପ୍ରେମର ପରିସୀମାକୁ ବଢ଼େଇବାର ଅଛି। ଆର ବର୍ଷ ବୋଧେ ଆସିଥିଲି ଏଠି, ମୁଁ ସେଦିନ ଭାଲେଣ୍ଟାଇନ୍ ଡେ ଥିଲା, ଭାଲେଣ୍ଟାଇନ୍ ଡେରେ ମୁଁ କହିକି ଯାଇଥିଲି ପ୍ରେମର ପରିସୀମାକୁ ବଢ଼େଇବାର ଅଛି। ବହୁତ ଗୀତ ଅଛି ମୋ ପ୍ରେମ ଉପରେ, ହେଲା। ତାଙ୍କ ପରି ଆଜି ସେ କହିଲେ, ଟିକେ ଚୁମ୍ବକରେ କହିଲେ, ହେଲା, ତାଙ୍କ ପରି ଲଭର ତ କେହି ନାହାନ୍ତି। କହିଲେନି ଆଜି ଲଭର କଥା, ପ୍ରେମକାରୀ ହେବ ନା। ମୁଁ କହିଲି ମୋ ଟପିକ୍ଟା ନେଉଛନ୍ତି ଟିକେ ଟିକେ, ହଉ ବେଶୀ ଯାଉନି। ତ ଆମେ କେମିତିଆ ଲଭର ଆମେ ଜାଣିପାରୁଛୁ, କେତେ ପ୍ରେମ କରିପାରୁଛୁ। ସିଏ ତ ଏମିତି ପ୍ରେମ କଲେ ଯେ କାନ୍ଦିବା ଆଉ କିଛି ଦିନ ତଳେ। ଭାଇ ଏତେ କଥା ପଢ଼ିଲେ, ତାଙ୍କ ପ୍ରେମର ପରିସୀମା ନାହିଁ। ଆଉ କିଛି ଦିନ ପରେ ଏମିତି କାନ୍ଦିବା କାନ୍ଦିବା କାନ୍ଦିବା, ଉପବାସ କରିବା, ପ୍ରେମକୁ ବର୍ଣ୍ଣନା କରିପାରିବାନି। ଜଣେ ଯଦି କହିବ ଗୋଟେ ବଡ଼ ଜିନିଷଟାକୁ ଗୋଟେ ଦେଖେଇବ, ସେ କେମିତି ଦେଖେଇବ? ଏମିତି ଏମିତି ଦେଖେଇବ? ବିଷୟ କେମିତି ଦେଖେଇଛନ୍ତି? ଏଇଟା କେମିତି ଦେଖେଇଛନ୍ତି? ଏଇ ଯେଉଁ ଚିତ୍ରଟା ହେଇଛି, ଏଇଟା କେତିକି ହେଇଛି? ଏତିକି ହାତ ଯାଇଛି ନା। ଏଇଟା ଶିଶୁ, ଏଇଟା ହେଉଛି ତାଙ୍କର ରେଜରେସନ୍ର ଫଟୋ, ପୁନରୁତ୍ଥାନ। ମୁଁ ଏଇଟା କହୁନି। ଆଉ ଗୋଟେ ଯଦି କ୍ରୁଶର ଫଟୋ ଥାନ୍ତା ମୁଁ ଦେଖେଇଥାନ୍ତି। ସେତେବେଳେ ତାଙ୍କ ହାତଟା କେମିତି ଅଛି? ଏମିତି ଅଛି ନା ପୁରାଟା ଯାଇଛି? ପୁରାଟା। କହିବାର ବିଷୟଟା ବୁଝନ୍ତୁ। କହିବୁ ତୁ ମୋତେ କେତେ ପ୍ରେମ କରୁଛୁ, ଏତିକି ନା ଏତିକି ଏତିକି। ଗୋଟେ ମା' ବେଙ୍ଗର ଆମେ ପଢ଼ିଥିଲୁ ସାନବେଳେ, ଏତେ ଦେଖେଇଲା ଠୋକ୍ ନା ଫାଟିଗଲା। ଯୀଶୁ ବାବୁ କହୁଛନ୍ତି ଏତେ ପୁରା କରିଦେଇଛନ୍ତି ନା, ଆଉ ଅଛି କି? ଆଉ ବଡ଼ ମୁଁ ଦେଖେଇ ପାରିବି? ପୁରା ଦେଖେଇଦେଲି। ସେ ଦେଖିଛନ୍ତି ଏତେ ଜଗତର ଯେତେ ପଶିଯାଅ, ମୋର ସେତେ ପ୍ରେମ ମୁଁ ତୁମକୁ ଦେଇଛି, ତୁମେ ମୋତେ ସ୍ମରଣ କରିବ ଆଉ କିଛି ଦିନ ତଳେ। ଏତେ ପ୍ରେମ ଦେଇଛି। ତାଙ୍କ ପରି କିଏ ପ୍ରେମିକ ଅଛି? ସେ ଯିଏ ଏତେ ପ୍ରେମ କରୁଛି, ଯିଏ ଜୀବନ ଦେଇଛି, ସେଇ ଏକଲା ଭରସା ଯୋଗ୍ୟ। ଯିଏ ଜୀବନ ଦେଇପାରୁଛି ତାକୁ ଆମେ ଭରସା କରିବା ନା। ଆଉ ଯିଏ ଜୀବନ ଦେଇପାରିବ ଖାଲି କଥା କହିବ, ସେ ପୁଣି ଜୀବନଟା କେମିତିଆ? ଅନନ୍ତ ଜୀବନ ଯିଏ ଦେଇପାରୁଛି। ମୁଁ କହିଲି ନା ଅନନ୍ତ ଜୀବନ ଭରସା। ସେଇ ଯେଉଁ ଅନ୍ତ ଶେଷ ହେବନି, ଅଜର ଅକ୍ଷୟ, ସେଇଭଳିଆ ଅଧିକାର ପୁଣି ଦେବେ, ତା ଉପରେ ଆମେ ଭରସା କରିପାରିବା କେବଳ। ତବେ ସେଇ ଭରସାଟା ଆମେ କେତେବେଳେ କରୁ ବା ଆମର ଦରକାର ହୁଏ, ସେଇ ଭରସାକୁ ଆମେ ଟିକେ ନା ଅଳ୍ପ ସମୟ ଦେଖିବା, ଶେଷ କରିବା। ମୁଁ ସବୁଠି ସେଇ ଜିନିଷଟା କଥା କୁହେ। ମୁଁ ଆଜି ଭାବୁଥିଲି ପ୍ରଭୁ ଭରସାକୁ ମୁଁ କେମିତି ଭାଙ୍ଗିବି, ଭରସାଟା କେମିତି, ଜଣେ ଭରସା କଥାଟା କାହିଁକି କୁହେ, କେତେବେଳେ କୁହେ ବା ଆମେ କେତେବେଳେ କରିବା। ତ ସେଇ ଭରସାର ପ୍ରଥମ ଅକ୍ଷର ହେଲା କ'ଣ? ଭ। ପ୍ରଥମ ଅକ୍ଷର ଭରସାର ଭ। ସେଇଟା ଯେମିତି ଭାବୁଥିଲି, ପ୍ରଭୁ ଭରସାର ପ୍ରଥମ ଅକ୍ଷର ଭ, ତା ମାନେ କ'ଣ? ଭରେ ମୋତେ କହିଛୁ ନା, ଭରେ ଦେଖ ଶୁଣ, ଭରେ ତୁ ଯେତେବେଳେ ଭୟ କରୁଥିବୁ ସେତେବେଳେ ଭରସାକୁ ତୁ ଖୋଜିବୁ। ତା ମାନେ ଭୟ ଦୂରକାରୀ ପରମେଶ୍ୱର ମୁଁ। ତୋର ଭୟ ସମୟରେ ତୁ ଭରସା ମୋତେ ଖୋଜିବୁ। ଆଉ ଗୋଟେ କ'ଣ ଭୟରେ ଖୋଜିବୁ? ଭୟଙ୍କର ପରିସ୍ଥିତିରେ ପଡ଼ିବା ସମୟରେ ଖୋଜିବୁ ମୋତେ। ଭୟ ସମୟରେ ଖୋଜିବୁ, ଭୟଙ୍କର ପରିସ୍ଥିତିରେ କରିବୁ। ଆଉ ଗୋଟେ ତତେ କ'ଣ କରିବୁ? ଯେତେବେଳେ ଭର୍ସନା କରାହେଉଛି ବା ଈର୍ଷା କରାହେଉଛି, ତାଡ଼ନା, ସେତେବେଳେ ତୁ ଖୋଜିବୁ ରେ ଭରସା ମୋତେ। ଭଟାରେ ମୁଁ ବର୍ଣ୍ଣନା କରୁଛି ଭରସାର, ମନେ ରଖନ୍ତୁ। ସେ କହୁଛନ୍ତି ତୁ ଭୟ କରନି, ମୁଁ ତ ପାଖେ ପାଖେ ରହିଛି,
प्रथम तो लज्जा देविनी तो कही संकट में पड़े बा रोग व्याधि पड़े आम भय करदे कौन करवा कि गीत 23 कौन कौन 4 मृत्यु छाया उपदेश दे गले तुमने भय कर तुम सागे सागे अच्छी तू जो भय पाचु ना से भय करनी मृत्यु पर्यंत से उपत्यका दिए जाऊँ मरण सब बेले अच्छी एनी मुमेंट रे काली देखी थे देखुला न्यूज भालुरा रोड को पलि आस 3-4टा फरेन देखुला न्यूज कि मारे से पलैले छुआ मान से ये कर भय प्रति मुहूर्त पादे पादे विपद अच्छी गीत आम लिखिलु पादे पादे विपद कि से ही समय प्रभु कहते तू भय करनी मृत्यु छाया दे उपत्यका गले भय कर मु तोर सह दाऊद को कहते गीत 46 से कहते आश्रय बल निकटवर्ती सहाया तू भय करूनु तोर भय आसुवा समय आ भयंकर परिस्थिति तो अबिका चली देखुं युद्धर समस्या भयंकर समस्या आर्थिक समस्या दुर्घटना समस्या आत्मिक समस्या ये गोटे भयंकर समस्या जिते बड़े बालक चलीगला भयंकर समस्या समस्या से कहीपरानी आम एत गुड़े समस्या मध्य जो समस्या आसो मन रखिब भयंकर समस्या खाली समस्या भयंकर समस्या मत भरोसा को आपण मैंने खोजे से भरोसा पाखे भयंकर समस्या दानिएल जीवन में आसला दाऊद समय आसला बहु समय अब्राहम जीवन में आसला गोटे पुओ दासी पुओ पर गोटे पुओ देल 100 वर्ष तापर पुणी कौच नहीं कि बलि दे दियो केते माने एमितिया केमी तुम प्रभु कहवा तुम एत कोमल हृदय एमती कठोर केमी हेल तुम गोटे पुओ को मत कौच नहीं कि बलि देवाई भरोसा करथिले टी पढ़ा टी से गोटे लाइन पढ़ा आदि पुस्तक तार 22:5 पढ़ आदि पुस्तक 22:5 कौन आस लास्ट वार्डटा फेरी आसवा वार्डटा लिखाई देखो फेरी आसवा तुम मैंने ये थाओ आम उपासना करने जाऊँ कि जानते मुझे बलि देवाक जाऊँ सी कहीं कहले फेरी आसवा मीन्स प्लुराल ना ना सिंगुलार दी जन फेरी आसा लिखि ना सेटा ही भरोसा दैट इज कॉल्ड एश्योरेंस बा आप रिलायबल जहाँ कहीपर से भरोसा न देखी देख जानी ना जे मेढा दिहब कि कौन हम जानी ना बार कहते तू चल देश छाड़ी तू पला पिला गांधी कुटुंब छाड़ी चल से जानी ना कौटू जी कौन ना कि बाहर जाऊँच ये वाक्य निहित भरोसा विश्वास कर पलि जाऊँ 22 कहते तो छुआ को देदे पुणी सी विश्वास बाहरी गले 3 दिन बाट चढ़ी जाइए देख पर्वत देखिले दास मान कहते आम जाऊँ कौन करने बलि देवा कहते उपासना हो होम बलि यथार्थ बलि जहाँ भी हो उपासना रूप धन्य रूपक बलि उपासना करने जाऊँ पुणी लिखिले लास्ट वार्ड लिखिले कौन फेरी आसवा फेरी आसबी नहीं बी नहीं बा अरे सेटा भरोसा देखो गोटे अक्षर तफात रे केते कथा बदली जाउछि फेरी आसवा से दृढ़ वर्षा अच्छी जानी कि थुआई गोटे कि कहले ना मो प्रभु देन मैंने एत वर्ष पर देले प्रतिज्ञा तो से करेंगे कहते माने एमती करेंगे निश्चय किसी गोटे मिराकल करेंगे ये भरोसा गले कहले तो आसबि डेफिनेटली आसबि आज आम कहीपर इंडिया जीति पार आज मुझे कहीपर मो छुआ निश्चय जय कर डेफिनेटली मुझे विन करी जहाँ भी से भरोसा आम पाऊनी कहीं विश्वास आम स्थिर नहूँ से आम गभीर निबिड़ जड़ित तो नहूँ बोली आम कहीपर मुझे देखा चाहिए कहीं ये गोटे भयंकर परिस्थिति बापा को जो कह तो पिला को बलि दे पिला बापा कहते सी भी पिला जाऊँगी सांगे सांगे जो बांधिकी बस बांधि बुंदी बहुत कहीं मेष कहीं जो गोड़ हाथ बांधिकी छुट क्या लगुव से पिला भाविले प्राक्टिकाल सब हवा देखते से भाया भयंकर परिस्थिति प्रभु ताको साहाय्य कले इवन जो डनलप भितर फोपाड़ी देले गदी भितर सिंह मान पाखे मुँह गुरा पूरा डनलप थ्रो निआ भितर फोपाड़ी देले दानिएल 17 मसीह कौन कहले जदि न रक्षा कर मु तो जानी रक्षा करेंगे जीवित तो परमेश्वर रक्षा करेंगे जदि भी न करती प्रणाम करी
এইଭଳିଆ ଦୃଢ଼ ସଂକଳ୍ପ ତାଙ୍କର, ଭରସା, ଏଇଭଳିଆ ବିଶ୍ୱାସ। ତୃତୀୟ ପୁରୁଷ ତାଙ୍କ ଭିତରେ ରହିଗଲେ, ଚତୁର୍ଥ ଜଣ ସିଏ ଆତ୍ମା, ସେଇଟାକୁ କୁହନ୍ତି ଭରସା, ଅଦୃଶ୍ୟ ଭରସା। ମୁଁ ସେଇଟା କହିଲି, ପ୍ରକୃତ ଭରସା ନ ଦେଖି ଯେଉଁଟାକୁ ଯାହା ଉପରେ ବିଶ୍ୱାସ କରାଯାଏ, ଭରସା ରଖାଯାଏ, ସେଇଟା ହେଉଛି ପ୍ରକୃତ ଭରସା। ଅବ୍ରାହମ ଦେଖିନାହାନ୍ତି କେଉଁଠିକୁ ଯିବେ, କେଉଁ ଦେଶକୁ ଯିବେ, ଜ୍ଞାତି କୁଟୁମ୍ବ ଯାଇ କେମିତି ରହିବି, ତଥାପି ବିଶ୍ୱାସରେ ବାହାରିଗଲେ। ପିଲାକୁ ମାରିଦେବେ କହିଛନ୍ତି, ସେଇ ବିଶ୍ୱାସ କହୁଛନ୍ତି ମୁଁ ଆମେ ଫେରିଆସିବି। ଦାନିଏଲଙ୍କ କଥା ଆମେ ଦେଖିଲୁ। ଆଉ ଗୋଟେ ଦେଖିବା, ଭୟରେ କ'ଣ କହିଲି, ଭର୍ସନା ସହିତ। ଭର୍ସନା ମାନେ ତୁମକୁ ଗାଳି ଦେଉଛନ୍ତି, ନିନ୍ଦା ତାଡ଼ନା କରୁଛନ୍ତି, କ୍ରିଟିସାଇଜ୍ କରୁଛନ୍ତି, ଇଂଲିଶରେ କ୍ରିଟିସାଇଜ୍। ପ୍ରଭୁ ମୁଁ ତୁମର ଏତେ କାମ କରୁଛି, ମୋତେ ଏତେ କ୍ରିଟିସିଜମ୍ କାହିଁ ମିଳୁଛି? ଆରେ ମିଳିବ, ସ୍ତିଫାନକୁ ମିଳିଲା, ତାଙ୍କୁ ପରା ମିଳିଲା, ପେଟୁଆ ମଦୁଆ ଖାଇବାକୁ ଦୌଡ଼ୁଛି ବୋଲି। ଯୀଶୁଙ୍କୁ କୁହାଲା ଆମେ କିଏ ଛାର, ଯେଉଁ ତ ମିଟିଂ ହେଲା ଇଟିଂ ହେଲା, ତାଙ୍କର କହିଲେ ତୁମ ପାଖେ କ'ଣ ଅଛି ଦିଅ, ବାଟରେ ନହେଲେ ଆଙ୍କ ହଂସା ଉଡ଼ିଯିବ। ଆରେ ଭାଇ, ସିଏ ଶାରୀରିକ ଖାଦ୍ୟ ପ୍ରତି ଯେତିକି ମନୋଯୋଗୀ ଥିଲେ, ଆତ୍ମୀୟ ପ୍ରତି ମଧ୍ୟ ମନୋଯୋଗୀ ଥିଲେ। ଶରୀର ଥିଲେ ସିନା ଆତ୍ମା ବୁଝିବ, ପାଠ ପଢ଼ିବ, ତୁମ ଶରୀର କ୍ଷୟ ହୋଇଗଲାଣି, ଆଉ ଖାଇବ କ'ଣ, ବଢ଼ିବ କ'ଣ? ସେଥିପାଇଁ ସେ ମନୋଯୋଗୀ ଥିଲେ। ଆମେ ଯଦି କହୁଛୁ ପ୍ରଭୁ ଆମ ପାଇଁ ଆସିବନି, ହଁ ଆସିବ, ଏଇ ସମୟରେ ତାଡ଼ନା ମଷ୍ଟ ଆସିବ। ସେଇ ତାଡ଼ନା ସମୟରେ ବି ଆମେ ତା ଉପରେ ରଖିବା। କାହିଁକି ସେ ଲେଖା ହେଇଛି ପ୍ରଥମ ପିତର 4:14-16ରେ, ଆମେ ଧନ୍ୟ, ଯେଉଁମାନେ ତାଡ଼ନା ଭୋଗୁଛ ସେଇମାନେ ଧନ୍ୟ ବୋଲି ଲେଖା ହେଇଛି। ଦେଖିବେ ପ୍ରଥମ ପିତର 4:14-16, ଆଉ ସମୟ ନାହିଁ ପଢ଼ିବା ପାଇଁ। ତାପରେ ଦ୍ୱିତୀୟ ତିମୋଥୀ 3:12 ଲେଖା ହେଇଛି, ଯେଉଁମାନେ ଧର୍ମ ଜୀବନଯାପନ କରିବେ ସେମାନେ ତାଡ଼ନା ଭୋଗିବେ, ମଷ୍ଟ ଲେଖା ହେଇଛି। ଦେଖନ୍ତୁ, ଯେଉଁମାନେ ଧର୍ମ ଜୀବନଯାପନ କରିବେ ସେମାନେ 100% ତାଡ଼ନା ଭୋଗିବେ ବୋଲି ଲେଖା ହେଇଯାଇଛି। ଆମ ବାଗନି ମୋତେ କାହିଁକି ଏମିତି ତାଡ଼ନା ଆସୁଛି, ସେଇଟା ଭୋଗିବେ ପାରେ। ଦ୍ୱିତୀୟ ତିମୋଥୀ 3:12 100% ଦେଖ। ତ ଏଇଟା ନିଶ୍ଚୟ ଅଛି, ପ୍ରଭୁଙ୍କୁ ଯିଏ ବେଶୀ ଖୋଜିବ ଲୋଡ଼ିବ, ତା ପାଇଁ ଏଗୁଡ଼ା ସମସ୍ୟା ଆସି, ପରୀକ୍ଷା ପ୍ରଲୋଭନ ଆସିବ, ତାଡ଼ନା ଆସିବ, ଭର୍ସନା ଆସିବ, ନିନ୍ଦା ଆସିବ। ତ ମୁଁ କହିଲି, ଭୟରେ, ଭୟଙ୍କର ପରିସ୍ଥିତିରେ, ଭୟ ଆସୁଥିବା ସମୟରେ, ଭର୍ସନା ସମୟରେ ଆମେ ସେଇ ଭରସାକୁ ଖୋଜିବା, ସିଏ ଆମକୁ ସାହାଯ୍ୟ ଦେବେ। ସେଇଥିପାଇଁ ତ କୁହାହେଉଛି କ୍ଲେଶରୁ ଆସିବ, କ୍ଲେଶ ଆସିଲେ ଧୈର୍ଯ୍ୟ ଆସିବ, ଧୈର୍ଯ୍ୟରୁ ଅନୁଭୂତି, ଅନୁଭୂତିରୁ ଭରସା ଜନ୍ମ ନିଏ। ନାହିଁ, ଏଇ କ୍ଲେଶ ଆସିବ, ତାଡ଼ନା ଆସିଲେ କ୍ଲେଶ ଆସିବ, କ୍ଲେଶ ଆସିଲେ ଆମର ଗୋଟେ ଧୈର୍ଯ୍ୟ ଉତ୍ପନ୍ନ ହେବ, ଧୈର୍ଯ୍ୟ ଆସିଲେ ଆମର କ'ଣ ହେବ, ଅନୁଭୂତି, ଗୋଟେ ଏକ୍ସପିରିଏନ୍ସ ହେବ, ଏମିତି ହେଇଥିଲା ସେମିତି ହେଇଥିଲା ଆମେ କହିପାରିବା। ସେଇ ଅନୁଭୂତି ଆମକୁ ଭରସାରେ କଢ଼େଇ ନେବ ଯିବ। ସେଇ କଥା ଲେଖା ହେଇଛି ତାର ରୋମିରେ। ତାପରେ ଦେଖିବା ରରେ କ'ଣ, କାହିଁକି ଆମେ ତାଙ୍କର ଭରସା କରିବା? ଆରେ ରେ ହେଉଛନ୍ତି ସେ ରକ୍ଷକ, ସେଥିପାଇଁ ତାଙ୍କୁ ଭରସା କର, ତା ଉପରେ ଆଉ କେହି ନାହିଁ, ରକ୍ଷକ। ଦକ୍ଷିଣ ପଶ୍ଚିମ ଛାୟା ଗୀତ 121:5-8 ଲେଖା ହେଇଛି, ସିଏ ଆମ ରକ୍ଷକ, ଆମେ ତାଙ୍କ ଉପରେ ଭରସା ରଖିବା। ଦେଖିବେ ଗୀତ 121:5-8, ସିଏ ଆମ ରକ୍ଷକ ଲେଖା ହେଇଛି। ସଦାବେଳେ ତୁମ ରକ୍ଷକ, ସଦାବେଳେ ତୁମ ଦକ୍ଷିଣ ପାର୍ଶ୍ୱର ଛାୟା। ନାହିଁ, ରେ ସେ ରକ୍ଷକ, ରଖିବା। ଆଉ ଗୋଟେ ରେ କ'ଣ, ସିଏ ହେଉଛନ୍ତି କେବଳ ରକ୍ତ ଦିଆ ବନ୍ଧୁ, ଆଉ କେହି ନାହିଁ। ବାଇବେଲ ଲେଖା ହେଇଛି, ସେଇ କେବଳ ତୁମକୁ ରକ୍ତ ଦେଇଛି, ଯିଏ ରକ୍ତ ଦେଇଛି, ବା ମୁଁ ଆଗରୁ କହୁଛି ଜୀବନ ଦେଇଛି, ତା ଉପରେ ଭରସା କରିପାରୁ। ସିଏ ରକ୍ତ ଦିଆ ବନ୍ଧୁ, ସିଏ ପୁଣି ରକ୍ତ ନିଜର ସ୍ୱୟଂ, କେଉଁ ଛାଗର ନୁହେଁ, କେଉଁ ପଶୁର ଆଣିକି କରିନି, ନିଜର ସ୍ୱୟଂ ରକ୍ତ ଦେଇକି ସେ ତୁମକୁ କିଣିଛନ୍ତି ବିନା ମୂଲ୍ୟରେ। ବିନା ମୂଲ୍ୟରେ, ଗୋଟେ ବିଶେଷ ମୂଲ୍ୟରେ, ଯେଉଁଟା ବିନା ମୂଲ୍ୟ ଆଉ ଗୋଟେ ବିଶେଷ ମୂଲ୍ୟ। ଦେଖନ୍ତୁ, ତୁମେ କିଛି ଦେଇନ, କିନ୍ତୁ ସିଏ ବିଶେଷ ମୂଲ୍ୟ ଦେଇକି, ନିଜର ଜୀବନ ଦେଇକି ଆମକୁ କ'ଣ କରିଛନ୍ତି, କିଣିଛନ୍ତି। ପ୍ରଥମ କରନ୍ତି 6:20 ଅନୁସାରେ। ସେଥିପାଇଁ ଆମେ ତାଙ୍କ ଉପରେ ଭରସା କରିପାରିବା। ଆଉ ଗୋଟେ ରେ କ'ଣ, ତାଙ୍କ ରବ। ଗୀତ ତାର 29:3-9 ଭିତରେ ସେଇ କଥା ଲେଖା, ତାଙ୍କ ରବ କ'ଣ କ'ଣ କରିଦେଉଛି। ଆଜି ସୁକା କହୁଥିଲେ ନା, କାଦେଶ ପ୍ରାନ୍ତକୁ କ'ଣ କରୁଛି, କମ୍ପିତ କରୁଛି, ହରିଣ ପ୍ରସବ କରାଉଛି, ବିଜୁଳିରେ ଯାଉଛି, ଜଳରେ ତାଙ୍କ ରବ ଅଛି, ଆଜ୍ଞା ମତରେ ତାଙ୍କ ରବ ରହୁଛି। ସେଇ ରବ ଶୁଣୁ, ଯିଏ ଏତେ, ତାଙ୍କ ରବଟା ଯାହାର ଏତେ ଷ୍ଟ୍ରଙ୍ଗ, ଏତେ ଶକ୍ତିଶାଳୀ, ତାପରେ ତୁ ଭରସା କରିବାକୁ ବାଧ୍ୟ, ନହେଲେ ତୁ ହାରିଯିବୁ। ତ ଆମେ ସେଇ ସମୟରେ କରିବା, ଭୟଙ୍କର ପରିସ୍ଥିତିରେ, ଭୟ ଆସୁଥିବା ସମୟରେ, ଭର୍ସନା ସମୟରେ କରିବା। କାହିଁ କରିବା ନା, ଯେହେତୁ ସେ ରକ୍ଷକ ଆମର, ଯେହେତୁ ସିଏ ଆମ ପାଇଁ ରକ୍ତ ଦେଇଛନ୍ତି, ରକ୍ତ ଦିଆ ବନ୍ଧୁ, ଆଉ ତାଙ୍କ ସ୍ୱର ରବ ଆମେ ଶୁଣିଲେ, ତାଙ୍କ କ୍ଷୀଣ ସ୍ୱର ଶୁଣିଲେ ଆମେ ସୁରକ୍ଷିତ ହେବା। ସେଥିପାଇଁ ଆମେ ତାଙ୍କ ଉପରେ ଭରସା କରିବା। ତାପରେ ସାରେ ଆସିଲା, ସିଏ ହେଉଛନ୍ତି ଆମର ସାନ୍ତ୍ୱନାଦାତା ପରମେଶ୍ୱର। ସେଇ କେବଳ ଆମର ସାନ୍ତ୍ୱନାଦାତା ପରମେଶ୍ୱର। କେମିତି ସାନ୍ତ୍ୱନା? ଛୁଆକୁ ମାଆ ଯେମିତି ସାନ୍ତ୍ୱନା ଦେଉଛି ସେଇଭଳିଆ, ଯିଶାୟା 6:13। ଜଣେ ଶିଶୁକୁ ମାଆ ଯେମିତି ସାନ୍ତ୍ୱନା ଦେଉଛି, ସେମିତି ଆମେ ତୁମର ସାନ୍ତ୍ୱନାଦାତା ଲେଖା ହେଇଛି ନା। ଦେଖିବେ, ସାରେ ସାନ୍ତ୍ୱନାଦାତା।
ଆଉ କେହି ସାନ୍ତ୍ୱନା ଦେବେନି। କଥା କହିବେ, ଗୋଟେ ସାନ୍ତ୍ୱନା ଦେବେ, ମରଣସ୍ଥଳୀକୁ ଯାଇଥିବେ ସାନ୍ତ୍ୱନା, ଭଲ ହେଇଛି, ମରିଯାଇଛି, ଏମିତି ଥିଲା ସେମିତି ଥିଲା, ପଛରେ ଅଲଗା ପ୍ରକାର କଥା କହିବେ। କିନ୍ତୁ ଏଇଭଳିଆ ଗୋଟିଏ ବ୍ୟକ୍ତିତ୍ୱ ବା ପରମେଶ୍ୱର ଯାହାଙ୍କଠାରେ ସମ୍ପୂର୍ଣ୍ଣ ଈଶ୍ୱରତ୍ଵ ସମ୍ପୂର୍ଣ୍ଣ ମଣିଷତ୍ଵ ବା ବ୍ୟକ୍ତିତ୍ୱ ବାସ କରେ, ସେଇ କେବଳ ଆମକୁ ଭରସା ଦେଇପାରନ୍ତି, ସେ କେବଳ ଆମର ସାନ୍ତ୍ୱନା ଦରକାର। ଆଉ କ'ଣ? ସେ ସାହାଯ୍ୟକାରୀ, ଯେଉଁଟା ଯିଶାଇ 54:4ରେ ଲେଖା ହେଇଛି, ତ୍ରିବିଧ ଈଶ୍ୱର ଆମର ସାହାଯ୍ୟକାରୀ, ପବିତ୍ର ଆତ୍ମା ଆମର ସାହାଯ୍ୟକାରୀ, ଆଉ କେହି ସାହାଯ୍ୟକାରୀ ନାହିଁ। ସେଥିପାଇଁ ଆମେ ତାଙ୍କର ଶରଣ ନେବା, ତାଙ୍କ ଉପରେ ଭରସା କରିବା। ସିଏ ଆମର ସାହାରା, ଏକମାତ୍ର ସାହାରା ପରମେଶ୍ୱର, ଇମାନୁଏଲ ପରମେଶ୍ୱର, ସହିତରେ ସଙ୍ଗେ ସଙ୍ଗେ ରହିଥିବା ପରମେଶ୍ୱର। ସେଥିପାଇଁ ଆମେ ତାଙ୍କ ଉପରେ ଭରସା କରିବା। ସେଇ ଭରସା ଯିଏ କରିଛି ତାଙ୍କ ଉପରେ, ସେ ଲଜ୍ଜିତ ହେବନି, ପୁରସ୍କାର ପାଇବ। ତେବେ ଯଦି ସିଏ ଆମକୁ ଏତେ ପ୍ରକାର ବିଷୟ ଦେଇପାରୁଛନ୍ତି, ଏତେ ପ୍ରକାର ବିଷୟରେ ପ୍ରତିଜ୍ଞା ଦେଇଛନ୍ତି ବିଶ୍ୱସ୍ତ ପରମେଶ୍ୱର, ତେବେ ଆମର କର୍ତ୍ତବ୍ୟ କ'ଣ ରହୁଛି? ଭରସାଟା କରିବା। ଆମେ କ'ଣ କର୍ତ୍ତବ୍ୟ? ଏଭ୍ରି 6, 11 ଆଉ 12 ଅନୁସାରେ ଆମେ ପ୍ରତ୍ୟେକ କ'ଣ କରିବା? ଶେଷ ପର୍ଯ୍ୟନ୍ତ କେବଳ ଦୃଢ଼ ଭରସା ସହ ଯତ୍ନବାନ ରହିବା, ଶିଥିଳ ହେବାନି, ବିଶ୍ୱାସରେ ଶିଥିଳ ହେବାନି। ଦେଖନ୍ତୁ ଏଭ୍ରି 6, 11, 12 ଲେଖା, ପ୍ରତ୍ୟେକ ସମସ୍ତେ ଶେଷ ପର୍ଯ୍ୟନ୍ତ, ଟିଲ୍ ଦ ଏଣ୍ଡ, ଯେତେ ପର୍ଯ୍ୟନ୍ତ ଜୀବନ ଅଛି, ଦୃଢ଼ ଭରସା ସହିତ ରହିବା, ଶିଥିଳ ହେବାନି, ବିଶ୍ୱାସ ଆଉ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞା ସମୟର ଅଧିକାରୀମାନଙ୍କର ଅନୁକାରୀ ହେବା। କେଉଁମାନେ? ଯେଉଁ ଦାସ ଦାସୀଙ୍କ କଥା ମୁଁ କହିଆସି, ଯେଉଁମାନେ ଭରସା କରି ବିଜୟ ହେଇଛନ୍ତି, ସେଇମାନଙ୍କର ଅନୁକାରୀ ହେବା, ତାଙ୍କୁ ଲକ୍ଷ୍ୟ କରିବା। ଆମର ଆଦି ପିତା, ଆଦି ବିଶ୍ୱାସର ଆଦିକର୍ତ୍ତା, ସେମାନଙ୍କୁ ଦେଖିବା, ଶାସ୍ତ୍ରକୁ ଦେଖିବା ଏବଂ ଶେଷ ପର୍ଯ୍ୟନ୍ତ ସେଇ ଦୃଢ଼ ଭରସାରେ ଆମେ ଜୀବନ କାଟିବା, ତେବେ ଆମେ ପରିତ୍ରାଣ ପାଇବା। କାହିଁକିନା ସେଇ ଭରସା ଆମମାନଙ୍କୁ ରୋମୀ 12:12 ଅନୁସାରେ ଆନନ୍ଦ ଦେଉଛି। ତେଣୁ ସେ ଭରସାର ଈଶ୍ୱର ଆମ ସମସ୍ତଙ୍କୁ, ସେଇ ଭରସାର ଈଶ୍ୱର ଯିଏ ଆମକୁ ଏତେ ଭରସା ଦେଉଛନ୍ତି, ସିଏ ଆମକୁ ଆନନ୍ଦ ଆଉ ଶାନ୍ତି ଦିଅନ୍ତୁ। ତାଙ୍କରି ଦୟାରେ ଆମେ ଭରସା କରିଥିବା, ସେଇ ବିଶ୍ୱାସ ସ୍ତରକୁ ବୃଦ୍ଧି କଲେ, ଆମେ ଭରସାରେ ଜୀବନ କାଟିଲେ, ସେଇ ଅନନ୍ତ ଜୀବନ ପରିତ୍ରାଣ ରୂପ ପୁରସ୍କାର ଆଉ ଅଜର ଅକ୍ଷୟ ଅମର ଅକଳଙ୍କିତ ପୁରସ୍କାର ଯାହା ଆମ ପାଇଁ ରହିଛି, ସେସବୁର ଅଧିକାରୀ ଆମେ ହେଇପାରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ ହେଉ। ପ୍ରଭୁଙ୍କର ଦାସ ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ଉତ୍ସାହିତ କରିଛନ୍ତି। ଏହିପରି ବାକ୍ୟ ଦ୍ୱାରା ଯେପରି ଆମେ ପ୍ରଭୁଙ୍କଠାରେ ସର୍ବଦା ଭରସା କରୁ କରୁ ପ୍ରତିଟି ଦିନ ଆମେ ଅତିକ୍ରମ କରିବାକୁ ପାରିବା। ଆସନ୍ତୁ ପ୍ରାର୍ଥନା କରିବା, ତାପରେ ଆଶୀର୍ବାଦ ଭିକ୍ଷାରେ ଆଜିର ଉପାସନା ଶେଷ କରିବା। ପ୍ରିୟ ପ୍ରଭୁ, ତୁମକୁ ଧନ୍ୟବାଦ ଦେଉଛୁ। ଆଜିର ପବିତ୍ର ଉପାସନାରେ ତୁମରି ଆରାଧନା, ପ୍ରଶଂସା, ଗୌରବ କରୁ କରୁ ତୁମରି ଜୀବନ୍ତ ବାକ୍ୟ ଦେଇ ଆମମାନଙ୍କୁ ତୁମେ କଥା କହିଅଛ। ପ୍ରଭୁ, ଜଗତର ବିଷୟ ଆମମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭରସା ଦେଇନପାରେ, କିନ୍ତୁ ପ୍ରଭୁ ତୁମଠାରେ ଯେଉଁ ଭରସା ଆମମାନଙ୍କ ନିମନ୍ତେ ଆଶୀର୍ବାଦଜନକ। ପ୍ରଭୁ, ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ, ପ୍ରିୟ ଦାସଙ୍କର ମୁଖ ଦେଇ ଆମମାନଙ୍କୁ ବାକ୍ୟ ପ୍ରଦାନ କଲ। ପ୍ରିୟ ଦାସଙ୍କୁ ବହୁଳ ରୂପେ ଆଶୀର୍ବାଦ କର। ଏହିପରି ବାକ୍ୟ ହୃଦୟ ମଧ୍ୟରେ ଆମେ ଗ୍ରହଣ କରୁ କରୁ ସେହି ବାକ୍ୟ ଅନୁସାରେ ଆମେ ଜୀବନ କାଟିବା। ଆମେ ପ୍ରତ୍ୟେକଙ୍କୁ ମଧ୍ୟ ସାହାଯ୍ୟ କର। ଉପସ୍ଥିତ ମଣ୍ଡଳୀକୁ ଆହୁରି ବହୁଳ ରୂପେ ଆଶୀର୍ବାଦ କର। ଗୌରବ, ପ୍ରଶଂସା, ମହିମା କର୍ତ୍ତାପଣ ଯୁଗେ ଯୁଗେ ତୁମରି ହେଉ। ଯୀଶୁଙ୍କ ପ୍ରିୟ ନାମରେ ପ୍ରାର୍ଥନା ମାଗୁଅଛୁ, ଆମେନ୍। ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ତୁମ୍ଭ ରାଜ୍ୟ ଆସୁ, ଯେଉଁ ରୂପେ ସ୍ୱର୍ଗରେ ସେହି ରୂପେ ପୃଥିବୀରେ ତୁମ୍ଭ ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମମାନେ ଯେପରି ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମମାନଙ୍କ ଅପରାଧ ସବୁ କ୍ଷମା କର। ପରୀକ୍ଷାରେ ଆମମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। ତେଣୁ ରାଜ୍ୟ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର, ଆମେନ୍। ଏତେବେଳେ ପିତା ଈଶ୍ୱରଙ୍କର ଅସୀମ ପ୍ରେମ, ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବିବିଧ ଦୟା ଏବଂ ଅନୁଗ୍ରହ, ପବିତ୍ର ଆତ୍ମାଙ୍କ ଚିରନ୍ତନ ଶାନ୍ତି, ଶକ୍ତି, ସୁମଧୁର ସହଭାଗିତା ଉପସ୍ଥିତ ଅନୁପସ୍ଥିତ ମଣ୍ଡଳୀର ସମସ୍ତଙ୍କ ସଙ୍ଗେ ସଙ୍ଗେ ଥାଏ, ଚିରମଙ୍ଗଳ ଉପକାର କରନ୍ତୁ। ଆମେନ୍, ଆମେନ୍, ଆମେନ୍। ଧନ୍ୟବାଦ ସମସ୍ତଙ୍କୁ।